ଗତକାଲି ଆମେ ଆଲୋଚନା କରୁଥିଲୁ ଗୀତା ମହାତ୍ମାର ଉପରେ ଏକଂ ଶାସ୍ତ୍ରଂ ଦେବକୀ ପୁତ୍ର ଗୀତମ୍ ଏ କଥା ଯେତେ ଆଲୋଚନା କରୁଥିଲୁ ସେହି ପ୍ରସଙ୍ଗରେ ଆମେ କହୁଥିଲୁ କ'ଣ ନା ଏ ସଂସାରଟା କେମିତିଆ ସେଠାରେ କୁହାଯାଉଛି ସଂସାର ସାଗରଂ ଘୋରଂ ତର୍ତ୍ତୁମ୍ ଇଚ୍ଛତି ଯୋ ଜନା ଗୀତା ନାମଂ ସମାରୁହ ପାରଂ ଜାତୁ ସୁଖେନ ସ। ଏ କଥାଟି ଏ ଶ୍ଲୋକଟି ଆମେ ଗତକାଲି ଆଲୋଚନା କରିଥିଲୁ। ଏ ସଂସାରଟା କେମିତିଆ? ସଂସାର ଅର୍ଣ୍ଣବ ଭବାର୍ଣ୍ଣବ। ଅର୍ଣ୍ଣବ ମାନେ କ'ଣ? ସମୁଦ୍ର। ସଂସାର ସମୁଦ୍ର ଆମେ ସବୁ ପଡ଼ି ଯାଇଛୁ। ତେଣୁ ପୁଣି କୁହାଯାଏ ସଂସାର ଦାବା ନଳୀଳ ନୌକା। ଏ ବି କୁହାଯାଉଛି ଆମେ ଏଠାରେ ତାପିତ ହେଉଛି କେବଳ ଏଠାରେ ଆମେ ଅନନ୍ତ ଦୁଃଖ ଦୁର୍ଦ୍ଦଶା ହିଁ ଭୋଗ କରୁଛୁ। ଏଥିରୁ ଉଦ୍ଧାର ପାଇଁ ଭଗବାନ କୃଷ୍ଣ ଅର୍ଜୁନକୁ ଲକ୍ଷ୍ୟ କରି ସମଗ୍ର ଜଗତବାସୀମାନଙ୍କର ପାଇଁ ଗୀତା ଉପଦେଶ ରଖି ଯାଇଛନ୍ତି। ते गीता महात्मा ହେଉଛି ଇଏ ନୌକା ସଦୃଶ। ଆମେ ସମସ୍ତ ଭବ ସମୁଦ୍ରରେ ପଡ଼ିଯାଇଛୁ। ତେଣୁ ଭବ ସମୁଦ୍ରରୁ ତରିବାର ଏକମାତ୍ର ଉପାୟ ହେଉଛି ଏ ଜ୍ଞାନ ରୂପୀ ଗୀତା ଜ୍ଞାନ ରୂପୀ ନୌକାରେ ଯେତେବେଳେ ଆମେ ଆରୋହଣ କରିବୁ ଏ ଭବ ସାଗର ଉତ୍ତୀର୍ଣ୍ଣ ଆମେ ଭଗବତ ଧାମକୁ ଫେରି ଯାଇପାରିବ। ତ ଗୀତା ମହାତ୍ମା ସମ୍ବନ୍ଧରେ ବହୁତ କଥା ରହିଛି। ଆଜି ଆମେ ଆଲୋଚନା କରିବା ପ୍ରଭୁପାଦଙ୍କର ଗୀତା ମହାତ୍ମା ସମ୍ବନ୍ଧରେ। ଗୀତା ମହାତ୍ମା ପ୍ରଭୁପାଦ ଗୀତା ମହାତ୍ମା କହିଲେ କ'ଣ ବୁଝାଉଛି ନା ପ୍ରଭୁପାଦ ଗୀତାର ଯେଉଁ ଭାଷ୍ୟ ଦେଇଛନ୍ତି ସେ ବର୍ତ୍ତମାନ ପ୍ରଭୁପାଦ ଗୀତା ନାମରେ ପରିଚିତ ସମଗ୍ର ଜଗତରେ। ପ୍ରଭୁପାଦଙ୍କ ଗୀତା ଆମର ଭକ୍ତମାନେ ଯେତେ ପ୍ରଚାରକୁ ଯିବେ ଯଦି ସେ କାହାକୁ ପଚାରିବେ ଯେ ଗୀତା ରଖିଛନ୍ତି କି ସେମାନେ କହିବେ ହଁ ଆମର ଘରେ ଗୀତା ରହିଛି। ସେତେବେଳେ ପଚାରେ ଆମର ପ୍ରଭୁପାଦ ଗୀତା ଅଛି କି? ସେତେବେଳେ ନା ଅନ୍ୟ କାହାରି ନାଁ କହିବେ ବିହାରୀ ଲାଲ ବା ଅନ୍ୟ କ'ଣ ରାଧାପଲ୍ଲୀ ସର୍ବପଲ୍ଲୀ ରାଧାକୃଷ୍ଣଙ୍କର କିମ୍ବା ଅନ୍ୟ କାହାରି ନାଁ କହିବ। ଗାନ୍ଧୀଜୀ ବିଭିନ୍ନ ଗୀତା କହିବ। ତ ସେଥିଲାଗି ଏଠାରେ କୁହାଯାଉଛି ଆଜି ପ୍ରଭୁପାଦ ଗୀତା ମହାତ୍ମାର କଥା କୁହାଯିବ। ପ୍ରଭୁପାଦଙ୍କ ଗୀତା କାହିଁକିନା ସେଇ କଥା ଆମେ ଗତକାଲି ଆଲୋଚନା କରିଥିଲୁ। ପ୍ରଭୁପାଦ ଯେତେବେଳେ ଗୀତା ଭାଷ୍ୟ ଲେଖି ପାଶ୍ଚାତ୍ୟ ଦେଶକୁ ଯାଇଥିଲେ ସେତେବେଳେ ଆମେରିକାବାସୀ ଶିକ୍ଷିତ ଲୋକମାନେ ପ୍ରଭୁପାଦଙ୍କୁ ପଚାରିଥିଲେ ଯେ ଆପଣଙ୍କ ପୂର୍ବରୁ କେତେ ଗୀତା ଭାଷ୍ୟ ସବୁ ପ୍ରଚାରିତ ହେଉଛି ଆଉ ଏଇସବୁ ଗୀତା ପଢ଼େ ତ ସମସ୍ତେ କନଫ୍ୟୁଜ୍ରେ ପଡ଼ି ଯାଇଛନ୍ତି। ତ ଆପଣ କାହିଁକି ଆଉ ଗୋଟେ ଗୀତା ଲେଖିକିରି ଏଠାକୁ ଆଣିଲେ ଆଉ ଲୋକମାନଙ୍କୁ ଅଧିକ ପରିମାଣରେ କନଫ୍ୟୁଜ୍ରେ ପକାଉଛନ୍ତି। ତ ସେଟା ପ୍ରଭୁପାଦ ଏଇ କଥା କହିଥିଲେ। ଆମେ ଗତକାଲି ତା ଆଲୋଚନା କରିଥିଲୁ। ପ୍ରଭୁପାଦ କହିଲେ ମୋ ପୂର୍ବରେ ଯେତେ ସବୁ ଗୀତା ଭାଷ୍ୟ ଲେଖିଥିଲେ ସେମାନେ କେହି କୃଷ୍ଣଙ୍କର ଭକ୍ତ ନଥିଲେ। ଆଉ ସେମାନେ ଗୀତାର ଉପରେ ଯାହା ଭାଷ୍ୟ ଦେଇଛନ୍ତି ତାଙ୍କ ଭାଷ୍ୟରୁ ଯିଏ ଗୀତାର ବକ୍ତା ତାହାକୁ ଆଉଟ୍ କରାଯାଇଛି। ଗୀତାରୁ ବାହାର କରି ଦିଆଯାଇଛି। ତେଣୁ ମୁଁ ଦେଖିଲି ଗୀତାର ଉଦ୍ଦେଶ୍ୟ ମାନେ ଲୁପ୍ତ ହୋଇଯାଇଛି। ଯେଉଁ ଗୀତାକୁ ଆଶ୍ରୟ କରି ଦୁର୍ଲଭ ମନୁଷ୍ୟ ଶରୀର ମିଳିଛି ଏ ମନୁଷ୍ୟ ଗୀତା ରୂପୀ ନୌକାରେ ଆରୋହଣ କରି ଭବ ସାଗର ଉତ୍ତୀର୍ଣ୍ଣ ହୋଇ ଭଗବତ ଧାମକୁ ଫେରିଯିବେ। ସେଇ ଗୀତାର ମାନେ ଶ୍ଲୋକ ସବୁ ବିକୃତ ଭାଷ୍ୟ ଦେଇ ଲୋକମାନଙ୍କୁ ସବୁ କନଫ୍ୟୁଜ୍ରେ ପକାଇଛନ୍ତି। ସେଥିପାଇଁ ପ୍ରଭୁପାଦ ସେ ଗୀତା ଭାଷ୍ୟ ଦେଲେ ସେ ଭାଷ୍ୟକୁ ନାଁ ଦେଲେ କ'ଣ ଶ୍ରୀମଦ୍ ଭଗବତ ଗୀତା ଆଜ୍ ଇଟ୍ ଇଜ୍। ଆଜି ଆମେ ପ୍ରଭୁପାଦଙ୍କ ଠାରୁ ଏ ଗୀତା ଭାଷ୍ୟ ପ୍ରାପ୍ତ ହେଇଛୁ କାହାର କୃପାରୁ କିଏ କହିପାରିବେ କି?
किए कहीपर प्रकृत टू दि पॉइंट आंसर किए कहीपर यह प्रभुपाद स्त्री द्वारा कथा बुझिपारे कि प्रभुपाद स्त्री द्वारा आम आज प्रभुपाद को प्राप्त हो प्रभुपाद की गीता भाषा आम प्राप्त होम इस्कन को प्राप्त हाँ प्रभुपाद जिते गृहस्थाश्रम थिले से गीतार ऊपर गोटे पांडुलिपि लिखी हाँ प्रभुपाद जिते बाहर को जाते से स्त्री कौन कले से पांडुलिपि बिक्री कर चा बिस्कुट किनी से खाऊले तो से प्रभुपाद अत्यंत रुष्ट हो गले से शांत भाव पचारे तुम्हें चा चाहो ना मते चाहो तो से प्रभुपाद स्त्री हसी हसी उत्तर देला कौन मु चा चाहे तेल प्रभुपाद के त्याग कले से हसी हसी कहते कि प्रभुपाद सेटा कौन करले संगे संगे भीतर वैराग्य जात हो गला संगे संगे गृह त्याग करले चा को चाहते चा पाखे रहा प्रभुपाद अलग हो गृह त्याग कले से गुरुदेव से आदेश पालन करने प्रस्तुति हो गला तो से प्रभुपाद यहीपर गृह त्याग यदि करना था इस्कन यही संस्था प्रतिष्ठा ही ना था हाँ आ ये गीता भाषा आम प्राप्त हो पारि न था आम कई भगवान का भक्त हो पारि न वैसे विभिन्न लोकंर पागल भाष्य पढ़ी आम सब पागल हो जाए ना कौन हाँ केवल आम भगवान के भक्त हो पारि न आज प्रभुपाद स्त्री कृपारू आज प्रभुपाद गृह त्याग करने जोगु यही तीव्र वैराग्य आचरण करी गुरु का आदेश पालन करने गीतार ऊपर भाष्य लिखिले हाँ ये गीता भाष्य लेके पाश्चात्य देश को जाते अशिक्षित लोक मैंने जो पचारि से प्रभुपाद यही उत्तर देते जे मो पूर्व जिते सब भाष्य लिखी से मैंने कई कृष्णकर भक्त नथिले तेनी से भाष्य पढ़ी कई जने भी कृष्ण के भक्त हो पारि नथिले कहीं अर्जुन जो मनोभाव से गीतार परिस्फुट है नहीं सब विकृत भाष्य देते एमती से आम गत काली आलोचना करते जमी सर्वपल्ली राधाकृष्ण का नाम उल्लेख कर कहते जे सर्वपल्ली राधाकृष्ण का नाम समस्त जानती बहुत विद्वान व्यक्ति पंडित व्यक्ति हाँ भारतर प्राक्तन राष्ट्रपति थे हाँ से गीतार भाष्य देते अर्जुन के रथ ऊपर जो बस कृष्ण से कृष्ण का उपासना करने कौन से आवश्यक नहीं कृष्ण अंतर जो वस्तु अच्छी ताकू उपासना तार कृष्ण अंतर जो परमात्मा अच्छा उपासना कर आत्मा बा परमात्मा ताकू उपासना कर अरे कृष्ण का देह कौन कृष्ण का आत्मा कौन परमात्मा कौन हाँ कृष्ण का एंटायर देहटा हूँ सच्चिदानंदमय कृष्ण का देहर जन्म ना सृष्टि ना अच्छी कि आमर देहटा सृष्टि होना कौन तेन गीतार से कथा मत कृष्ण कहीदे जात से ही ध्रुव मृत ध्रुव जन्म मृत आम जड़ देहटा धारण कर जड़ देहटा को त्याग करवा ना कौन कृष्णकर देह से परी नुहे सच्चिदानंदमय देह तेन ये ब्रह्मांड प्रथम जो श्रेष्ठ जीव एवं प्रथम महाजन द्वादश महाजन मान मध्य प्रथम ब्रह्मा जी यही कथा कहते हाँ सच्चिदानंदमय ईश्वर परम कृष्ण सच्चिदानंदमय तो तंक देहटा सच्चिदानंदमय से कृष्ण होते समस्त कारण मूल कारण अनादिरादिर गोविंद सर्व कारण कारण ते कथा आम गत काली आलोचना करूँ गांधीजी ना से उल्लेख कर कहते एमती गांधीजी सकाल सन्ध्या दुई टाइम गीतार प्रवचन दिखती आउ से केवल कृष्ण को ये थरे भी भगवान हिसाब से केवे व्यक्त कर नथिले जे कृष्ण होते परमेश्वर भगवान ये कथा से केवे व्यक्त कर नथिले तेणु सी पुणी कहते कहते कृष्ण बोली कौन व्यक्ति अच्छा कि ना मोर जाना ना तार कृष्ण बोली कौन व्यक्ति नाला मत अनुसार तो प्रभुपाद ये सब कथा उल्लेख कर लेक्चर तो ये देखा प्रभुपादंकर ये गीता देले ये गीता हूँ
ଆମର ବୈଦିକ ସଂସ୍କୃତିର ମୂଳ ଜ୍ଞାନ ଭଣ୍ଡାର। ହଁ, ସେହିପରି ଆମେ ଦେଖିବା ଏଇ ଗୀତା ନେଇ ପ୍ରଭୁପାଦ ଯେତେ ଲଣ୍ଡନକୁ ଯାଇଥିଲେ, ସେତେବେଳେ ଲଣ୍ଡନବାସୀ ବ୍ରିଟିଶ ସେମାନେ ପ୍ରଭୁପାଦଙ୍କୁ ପଚାରିଥିଲେ, ଆପଣ ତ ଗରିବ କଣ୍ଟ୍ରିରୁ ଆସିଛନ୍ତି, ওই স্বামীজি আপনার গরিব কান্ট্রিରୁ আসছেন, ଆମର ଭାରତ ଗରିବ, ତ ଆପଣ ଏଠାକୁ ଆସିଛନ୍ତି କି ଡଲାର ସଂଗ୍ରହ କରିବା ପାଇଁ ନା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଆସିଛନ୍ତି? ତ ସେତେବେଳେ ପ୍ରଭୁପାଦ କହିଲେ, ମୁଁ କିଛି ନେବା ପାଇଁ ଏଠାକୁ ଆସିନାହିଁ। ତୁମେ ବ୍ରିଟିଶ ସରକାର ଭାରତବର୍ଷରେ 200 ବର୍ଷ ରାତ ଚଲାଇଥିଲ, ଆজ ଶୋଷଣ କରି ଭାରତର ଯେତେ ସବୁ ଧନ ସମ୍ପଦ ରତ୍ନ ସବୁ ଲୁଣ୍ଠନ କରି ନେଇ ଆସିଛ, ଚୋରି କରି ସବୁ ନେଇ ଆସିଛ ଭାରତୀୟ ସମ୍ପଦ, ସବୁଠାରୁ ଯେ ମୂଲ୍ୟବାନ ବସ୍ତୁ ରତ୍ନ ସେଟା ତୁମେମାନେ ଛାଡ଼ି ଦେଇ ଆସିଛ, ତ ମୁଁ ସେଇଟା ଧରି ଆସିଛି ତୁମମାନଙ୍କୁ ଦେବା ପାଇଁ। সেটা କ'ଣ ସବୁଠାରୁ ମୂଲ୍ୟବାନ ରତ୍ନ? ହଁ, ଏ ମ୍ୟାଚଲେସ୍ ଗିଫ୍ଟ, ଏ ଅନୁପମ ରୂପରେ ଶ୍ରୀମଦ୍ ଭଗବତ ଗୀତା। ଆজ এই প্রভুপাদ গীতা পড়ি সমগ্র জগতের হাজার হাজার লোক সঠিক পথের সন্ধান পাইଛନ୍ତି, ପାଉଛନ୍ତି, ଆଉ ଭଗବାନଙ୍କର ଭକ୍ତ ହେଉଛନ୍ତି ହଜାର ହଜାର। ତ ଇଏ ଗୀତା ଯେତେ ରଷିଆରେ ପ୍ରଚାର ହେଉଥିଲା, ସେତେବେଳେ କେତେ ଭକ୍ତ ପ୍ରଭୁପାଦଙ୍କୁ ଏଇ ଗୀତା ରଷିଆରେ ପ୍ରଚାର ଯେତେବେଳେ କରୁଥିଲେ, ସେତେବେଳେ କମ୍ୟୁନିଷ୍ଟ ସେଟା ଥିଲା କମ୍ୟୁନିଷ୍ଟ ସରକାର, ସାମ୍ୟବାଦୀ। ତ ସେଠାରେ ସରକାରଙ୍କର ଏତେ କଡ଼ା ନିର୍ଦ୍ଦେଶ ଥିଲା, ଏଇ ଭକ୍ତମାନଙ୍କୁ ଯେତେବେଳେ ଧରି ନେଇ ଯାଉଥିଲେ କେମିତି ମାନେ କଷ୍ଟ ଦେଉଥିଲେ ସେମାନେ। ସେସବୁ କଥା ବର୍ଣ୍ଣନା ହେଇଛି କେଉଁଥିରେ? ସଲ୍ଟେଡ୍ ବ୍ରେଡ୍। ଆମର ଇଂରେଜୀରେ ଗୋଟେ ମାନେ ବହି ବାହାର କରିଛନ୍ତି ରସିଆନ୍ ଭକ୍ତ, ସଲ୍ଟେଡ୍ ବ୍ରେଡ୍। ସେଥିରେ ସବୁ ଉଲ୍ଲେଖ କେମିତି ଯାତନା ଦିଆ ହେଇଥିଲା ସେମାନଙ୍କୁ ଧରି ବଡ଼ ବଡ଼ ପିଞ୍ଜରା ମଧ୍ୟ ରଖାଯିବ, ଆଉ ପିଞ୍ଜରା ଭିତରେ ସେମାନଙ୍କୁ ରଖି କରେଣ୍ଟ ଚାର୍ଜ ଦିଆଯିବ। ଏହିପରି ସେ ଛଟପଟ ହୋଇ ସମସ୍ତେ ଏହିପରି ଯନ୍ତ୍ରଣା ଭୋଗ କରିଥିବେ, ସେଟା ମରିଯାଇଥିବ। ଏହିପରି କି ଅଦ୍ଭୁତ କଷ୍ଟ ଦିଆ ହେଇଥିଲା। ପୁଣି ଏଇ ଯେ କବାଟ ରହିଛି, ତ ଏଇ କବାଟ ଭିତରେ ହାତ ଏମିତି ପଶି ଦେବେ, ଦେ ଚାପି ଦେବେ, ଏସବୁ ଇଏ କରିଦେବେ, ମାନେ ପିସି ଦେବେ ସମସ୍ତ। କି ଅଦ୍ଭୁତ ସବୁ କଷ୍ଟ ଦେଉଥିଲେ ସେମାନେ। ତ ସେଠାରେ ଦେଖାଯାଉଛି କ'ଣ, ସେଠାରେ କୁହାଯାଇଛି ଯେ କୋର୍ଟରେ ଯେ ପ୍ରଧାନ ବିଚାରପତି ଥିଲେ କେବିଜିରେ ଯେ ପ୍ରଧାନ ବିଚାରପତି ଥିଲେ, ସେଇ ଭକ୍ତମାନଙ୍କର ପାଖରେ ଗୀତା ସବୁ କାଢ଼ିକି ତାଙ୍କ ଘରରେ ରଖିଯାଇଥିଲେ। ଅବୈଧ ଭାବେ ଏମାନେ ସବୁ ପ୍ରଚାର କରିଛନ୍ତି, ଏଠାରେ ଏସବୁ ପ୍ରଚାର ଚାଲିବନି। ତେଣୁ ଭକ୍ତମାନଙ୍କୁ ଯେ ସମସ୍ତ ଭକ୍ତ ପ୍ରଚାର କରିଥିଲେ, ସେମାନଙ୍କର ମଧ୍ୟରୁ 2 ଜଣଙ୍କ ନାଁ ଏଠାରେ ଉଲ୍ଲେଖ କରାଯାଇଛି, ସର୍କିସ୍ ୱାନଜଙ୍ଗାନ, ଗଗିକ୍ ବୁନିୟାଟିଆନ୍। এটা କୁହାଯାଇଛି ସର୍କିସ୍ ୱାନଜନିୟାନ, ସର୍କିସ୍ ୱାନଜନିୟାନ আর গর্কি বুনিয়াটিয়ান। তা সংক্ষেপে সেমান কুହାଯାଏ শক আর গগ সংক্ষেপে। তো 2 ବର୍ଷ ଏ ଜେଲରେ ସବୁ ରଖାଯାଇଥିଲା। ତ ସେ ଜଣେ ମୁକ୍ତ ହେବା ପୂର୍ବରୁ ଜେଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ନାଁ ହେଉଛି ସର୍କିସ୍ ୱାନଜନିୟାନ, ଯାଙ୍କ ନାଁ ହେଉଛି ଶକ। ଜେଲରେ ସେ ମୃତ୍ୟୁବରଣ କରିଥିଲେ। କିନ୍ତୁ ପ୍ରଭୁପାଦଙ୍କର ପାଇଁ ସେ କେତେ ଆପ୍ରାଣ ଚେଷ୍ଟା କରିଥିଲେ ପ୍ରଚାର କରିବା ପାଇଁ। ତ ସେଠାରେ ଯେ ପ୍ରଧାନ ବିଚାରପତି ତାଙ୍କ ପାଖକୁ ବିଚାର ହେବ, ନିର୍ଦ୍ଦିଷ୍ଟ ନିର୍ଦ୍ଧାରିତ ହୋଇଯାଇଛି। ସେ ଯେତେବେଳେ କୋର୍ଟକୁ ଆସନ୍ତି, ତାଙ୍କର ଗୋଟିଏ ମାତ୍ର ପୁଅ, ସେଇ ପୁଅ କ'ଣ କରିଥିଲା ନା, ଏଇ ପ୍ରଭୁପାଦଙ୍କ ଗୀତା
ଘରେ ତ ରହିଛି, ସେଇ ସୁଯୋଗ ସେ ପଢ଼ୁଥିଲା। ଆଉ ଏଇ ପ୍ରଭୁପାଦ ଗୀତା ପଢ଼ି ସେ ଜୀବନର ଉଦ୍ଦେଶ୍ୟ କ'ଣ ବୁଝିପାରିଥିଲେ, ଯେ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ କ'ଣ, କର୍ତ୍ତବ୍ୟ କ'ଣ, ଏ ପ୍ରଭୁପାଦ ଗୀତା ପଢ଼ି ସେ ବୁଝିପାରିଥିଲେ। ତେଣୁ ପିତା ମାତାଙ୍କ ଅଲକ୍ଷ୍ୟରେ ସେ ଇସ୍କନ ସଂସ୍ଥାରେ ଆସି ଯୋଗଦାନ କରିଥିଲେ। ପୁତ୍ର ଏହିପରି ନିରୁଦ୍ଦେଶ୍ୟ, ମାନେ ଏହିପରି ବେଶ କିଛି ଦିନ ତାଙ୍କର ଅନୁସନ୍ଧାନ କରାଗଲା, କେଉଁଠି ମିଳିଲା ନାହିଁ। ଅନୁସନ୍ଧାନ କରୁ କରୁ ପୁଲିସମାନେ କେଉଁଠି ପାଇଲେ ନା ଇସ୍କନ ସଂସ୍ଥାରେ। ତାକୁ ସେଇଠି ଜବରଦସ୍ତ ଧରି ନେଇ ଗୃହକୁ ନେଇଗଲେ। ଆଉ ବିଚାର ହେଲା କୋର୍ଟରେ। ଆଉ ତାଙ୍କ ପିତା ହେଉଛି ପ୍ରଧାନ ବିଚାରପତି। ତ ସେ ସେତେବେଳେ ବିଚାର ରାୟ ଦେଉଛନ୍ତି ଯେ ଇଏ ଇସ୍କନର ଗୀତା ପଢ଼ି ମୋର ପୁଅ ଏହିପରି ଇସ୍କନର ଭକ୍ତ ହେଇଯାଇଛନ୍ତି, ତ ମୁଁ କେମିତି କହିବି ଯେ ଏଟା ପ୍ରକୃତପକ୍ଷ ବୋନାଫାଇଡ୍ ସମ୍ପ୍ରଦାୟ ନୁହେଁ। ତେଣୁ ସେ ସାଇନ୍ କରିଦେଲେ ଇସ୍କନ ଇଜ୍ ଦ ବୋନାଫାଇଡ୍ ସୋସାଇଟି। ସେ ଯେତେବେଳେ ଏଇ କହିଦେଲେ, ସେଇଦିନରୁ ଉନ୍ମୁକ୍ତ ଭାବରେ ଏଇ ଗୀତା ପ୍ରଚାର ହେବାକୁ ଲାଗିଲା। ଆଉ ଯେଉଁଥିଲାଗି ଆଜି ବିଶ୍ୱର ସବୁଠାରୁ ପ୍ରଥମ ପ୍ରତିବନ୍ଧକ ଥିଲା ଋଷିଆ। ସାମ୍ୟବାଦ ଏସବୁ ଉଠିଯାଇ ବର୍ତ୍ତମାନ ପ୍ରକୃତ ସାମ୍ୟବାଦ ସେଠାରେ ସ୍ଥାପିତ ହେଲା ଇସ୍କନ ତରଫରୁ। ସବୁ ହରେକୃଷ୍ଣ ମୁଭମେଣ୍ଟ। ତ ହରେକୃଷ୍ଣ ମୁଭମେଣ୍ଟ ଦ୍ୱାରା ଆଜି ଇସ୍କନରେ ସବୁଠାରୁ ଅଧିକ ଭକ୍ତ। ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କର ପାଖରେ ମିନିମମ୍ ପ୍ରଭୁପାଦଙ୍କ ଗ୍ରନ୍ଥ 2-3ଟି ପ୍ରତ୍ୟେକ ବ୍ୟକ୍ତିଙ୍କର ପାଖରେ ରହିଛି। ଦେଖନ୍ତୁ କିପରି ପ୍ରଚାର ସେଟା ଚାଲିଛି। ଯେତେବେଳେ ଇଏ ନିର୍ଦ୍ଧାରିତ ହୋଇଗଲା ଯେ ଇସ୍କନ ଏକ ମାନେ ବୋନାଫାଇଡ୍ ସୋସାଇଟି, ସେତେବେଳେ ଉନ୍ମୁକ୍ତ ଭାବରେ କୁକୁରା ପଶୁଛି ଉନ୍ମୁକ୍ତ ଭାବରେ ସେତେବେଳେ ପ୍ରଚାର ଚାଲିଛି। ମାନେ ଋଷିଆରେ ସବୁଠାରୁ ଅଧିକ ମାନେ ଏଇ ଗୀତା ପ୍ରଚାର ପ୍ରସାର ହେଉଛି। ସମଗ୍ର ପୃଥିବୀଟାକୁ ପରିବର୍ତ୍ତନ କରିଦେଇଛି ପ୍ରଭୁପାଦଙ୍କର ଏଇ ଗୀତା। ତେଣୁ ପ୍ରଭୁପାଦଙ୍କର ଏଇ ଗ୍ରନ୍ଥକୁ କୁହାଯାଉଛି ଟ୍ରାନ୍ସେଣ୍ଡେଣ୍ଟାଲ ବୁକ୍ସ, ଦିବ୍ୟ ଗ୍ରନ୍ଥ। ଜଣେ ବି ଯଦି କେହି ପ୍ରଭୁପାଦ କୌଣସି ଗ୍ରନ୍ଥ ପଢ଼ିବେ, ସେ ନିଶ୍ଚିତ ରୂପେ କୃଷ୍ଣଙ୍କର ଭକ୍ତ ହେବେ। ୟାର ବାସ୍ତବ ପ୍ରମାଣରେ ରହିଛି ଆମର ମାୟାପୁର ତରଫରୁ ଯେମିତି ବହୁତ ବୟସ ସେ ପ୍ରଚାର ଚାଲିଛି, ଟ୍ରାଭେଲିଂ ସଂକୀର୍ତ୍ତନ ପାର୍ଟି ତରଫରୁ। ତ ଗୋଟେ ବୟସର ପ୍ରଚାର ହୋଇଥିଲା କେଉଁଟା আমতলা নামক ଜାଗାରେ, ଏ ବହୁତ ବର୍ଷ ପୂର୍ବରୁ। আমতলা ନାମକ ଗୋଟେ ଜାଗାରେ ପ୍ରଚାର ଯେତେ ଚାଲିଥିଲା, ସେଟା ଦେଖାଗଲା କ'ଣ ଏକ ଭଦ୍ର ବ୍ୟକ୍ତି ନବବିବାହିତ ମାନେ ଅଳ୍ପ କିଛି ଦିନ ବିବାହ ହେଇଛି, ସେ ଜଣେ ଅଫିସର। ତ ସେ ତାଙ୍କର ସ୍ତ୍ରୀ ଘରରେ ସବୁ ପ୍ରକାର କାମ ଧାମ କରନ୍ତି ହାଉସ୍ ୱାଇଫ୍ ରୂପରେ। କିନ୍ତୁ ସେ ଗୋଟେ ଦାବି କରିଥିଲେ କିଛି ଗୋଟେ ଅଲଙ୍କାର ବା ଶାଢ଼ୀ ବିଷୟରେ ତାଙ୍କ ସ୍ୱାମୀଙ୍କ ପାଖରେ। ତ ତାଙ୍କ ସ୍ୱାମୀ କହିଥିଲେ ଠିକ୍ ଅଛି, ମୁଁ ଯେତେ ଦରମା ପାଇବି ସେତେବେଳେ ତୁମକୁ ଏସବୁ ଦେବି। ତ ସେ ବାୟନା ଧରିଥିଲେ ନା ମୋତେ ବର୍ତ୍ତମାନ ଦେବାକୁ ହେବ। ତ ନ ଦେବା ଯୋଗୁଁ ସେ ସ୍ୱାମୀଙ୍କର ପ୍ରତି ତାଙ୍କ ବିରାଗ ଜାତ ହେଇଗଲା, ଅଭିମାନ ଜାତ ହେଇଗଲା। ତେଣୁ ସ୍ୱାମୀଙ୍କ ସହିତ ବାର୍ତ୍ତାଳାପ ବି ବନ୍ଦ କରିଦେଲେ। ଗୃହକର୍ମ ସବୁ କରିଛନ୍ତି, କିନ୍ତୁ ସ୍ୱାମୀଙ୍କ ସହିତ ସେହିପରି ହସ ପରିହାସ ବା ବାର୍ତ୍ତାଳାପ କିଛି ନାହିଁ, ସବୁ ବନ୍ଦ ହୋଇଗଲା, ସୁଇଚ୍ ଅଫ୍ ହୋଇଗଲା। ତ ଇଏ ସେତେବେଳେ ଚିନ୍ତା କରିছে, ମୁଁ ତ ବିବାହ ହେଲି, ଆଉ ଏଇ ସୁଖ ଲାଗି ପତ୍ନୀଙ୍କ ସହ ହସ ପରିହାସ ଏଇସବୁ କରିବା ପାଇଁ, ଆଉ ସେ ତ ସବୁ ତ ଷ୍ଟପ୍ ହୋଇଗଲା, ଅତ୍ୟନ୍ତ ଉଦାସୀନ ହୋଇଗଲା। ପତ୍ନୀ ତ କଥା କହୁନି, ଦିନ ଯାକ ସେ କେମିତି ଇଏ ବିତାଇବ। ତ ସେ ଯେତେ ଅଫିସକୁ ଯାଇଥିଲେ, ଦୈବବଶତଃ ଏ ଆମର ବସ୍ ପାଖକୁ ଆସିଥିଲେ, ପ୍ରଚାର ବସ୍ ପାଖକୁ ଆସି ପ୍ରଭୁପାଦ ଛୋଟିଆ ଗୋଟେ ଗ୍ରନ୍ଥ କିଣି ନେଇଥିଲେ। ତ ସେ ଦେଖିଲେ ତ ଘରେ ତ ସ୍ତ୍ରୀ ତ ମୋ ସହିତ କଥା କହୁନି, ତ ମୁଁ ଘରେ କେମିତି ଦିନଟା ଅତିବାହିତ କରିବି। ତେଣୁ ସେ ନିଷ୍ଠା ସହକାରେ ସେଇ ବହିଟି ପଢ଼ୁଥିଲେ। ଆଉ ତାଙ୍କ ସ୍ତ୍ରୀ ଯେତେବେଳେ ସକାଳେ ଆସୁଛନ୍ତି ଘରରେ ଝାଡ଼ୁ ଦେବା ପାଇଁ,
ତ ସେ ସେତେବେଳେ ତାଙ୍କ ଦୃଷ୍ଟି ପଡ଼ିଗଲା ସେ ବହିଟା, ସେ ତ ବହିଟା ଏମିତି ଧରିଛନ୍ତି, ଏମିତି ଧରି ପଢ଼ିଛନ୍ତି, ସେ ତ କଥା କହୁନି, ଇଏ ନିଷ୍ଠା ସହକାରେ ମନୋଯୋଗ ସହକାରେ ପଢ଼ିଛନ୍ତି। ଏଠିରେ କୃଷ୍ଣଙ୍କର ପିକ୍ଚର ରହିଛି, ଆଉ ଏପଟେ ପ୍ରଭୁପାଦଙ୍କର ପିକ୍ଚର, ଛୋଟ ବହି ହେଲେ ବି ପ୍ରଭୁପାଦଙ୍କ ପିକ୍ଚର ରହିଛି, ଏପଟେ କୃଷ୍ଣଙ୍କର ପିକ୍ଚର ରହିଛି। ତାଙ୍କ ସ୍ତ୍ରୀଙ୍କ ଦୃଷ୍ଟି ଯେତେ ପଡ଼ିଗଲା, ସେ ସେତେ ଚିନ୍ତା କଲେ ଇସ୍କନର ବହି, ସେ ସେଇଟା ଜାଣିଥିଲା। ଆରେ ଇଏ ଯଦି ବାବାଜୀ ହୋଇଯିବ ତାହେଲେ ମୁଁ କାହା ପାଖରେ ରହିବି? ଇସ୍କନ ବହି ପଢ଼ିଲା ମାନେ ବାବାଜୀ ତ ମୁଣ୍ଡରେ ଏ ବୁଦ୍ଧି ଆସିଗଲା, ଇଏ ଯଦି ଇସ୍କନର ବାବାଜୀ ହୁଏ ତାହେଲେ ମୁଁ କାହା ପାଖରେ ରହିବି? ତ ତାର ଯେ ଅଭିମାନ ସାଙ୍ଗେ ସାଙ୍ଗେ ଦୂର ହେଇଗଲା। ସେ ଥରେ ମାନେ କାନ୍ଦି କାନ୍ଦି ସେ କହୁଛନ୍ତି, ନା ନା ମୁଁ ଆର ଅଭିମାନ କରି ରହିବିନି, ମୁଁ ଆଜିଠାରୁ ତୁମ ସହିତ କଥା କହୁଛି, ତୁମ ବହି ସେ ବହି আর ପଢ଼ିବ। ଦେଖନ୍ତୁ ପ୍ରଭୁପାଦଙ୍କ କିତାବ କେତେ ঐশী ଶକ୍ତି ରହିଛି। ତ ସେଟା ଦେଖାଗଲା କ'ଣ, ସେ ଦୁଇଜଣ ହିଁ ଇସ୍କନର ଭକ୍ତ ହେଇଗଲା, ଗୃହସ୍ଥ ଭକ୍ତ ରୂପେ ଜୀବନଯାପନ କରନ୍ତି। ତ ଏ ବହି ପ୍ରଭୁପାଦ ଗୋଟେ ବହି ପଢ଼ି ପୁରା ପରିବର୍ତ୍ତନ ହେଇଗଲା। ସେ ସ୍ତ୍ରୀର ମନ ପରିବର୍ତ୍ତନ ହେଇଗଲା, ଇଏ ତ ଭକ୍ତ ହେଇଗଲା, ସ୍ତ୍ରୀও ଭକ୍ତ ହେଇଗଲା, ଦୁଇଜଣ ଇସ୍କନର ଭକ୍ତ ହେଇଗଲା। ଏହା ହେଉଛି ପ୍ରଭୁପାଦଙ୍କର ଗ୍ରନ୍ଥ। ତେଣୁ ଆମର ପ୍ରଚାର ଉପରେ ଏତେ ଗୁରୁତ୍ୱ ଦିଆଯାଉଛି କାହିଁକି? ପ୍ରତି ଘରେ ଘରେ ଯଦି ଗୀତା ବା ପ୍ରଭୁପାଦ ଯେକୌଣସି ଗ୍ରନ୍ଥ ଉଠାଇ ଦିଆଯିବ, କେହି ଯଦି ପଢ଼ିବ, ଇଏ ତ ଦୁଃଖ ସଂସାର ଆମେ ରହୁଛୁ, ଯଦି ଟିକେ ମତିଗତି ଉଦୟ ହେବ, ଯେତେ ବହି ଖୋଲି ପଢ଼ିବ, ସେ ସେତେବେଳେ ସଠିକ୍ ପଥର ସନ୍ଧାନ ପାଇବ, ସେ ସେତେବେଳେ ଇସ୍କନକୁ ଆସିବ। ଭକ୍ତ ସଙ୍ଗେ ଯେତେବେଳେ କରିବ, ଧୀରେ ଧୀରେ ସେ ସେତେବେଳେ ଏଇ ଭକ୍ତ ହେଇଯିବ। ଏଥିଲାଗି ଆମର ସାରା ମାନେ ପୃଥିବୀରେ ସର୍ବତ୍ର এই ବିବିଧ ଭାଷାରେ ପ୍ରଭୁପାଦ এই ଇଂରେଜୀ ମାନେ ଗ୍ରନ୍ଥ ସব ବିବିଧ ଭାଷାରେ ଅନୁବାଦ ହୋଇ ଏହିପରି ପ୍ରଚାର ପ୍ରସାର ଚାଲିଛି। আর আমার ইস্কনে যেতে সব ভক্ত ହେଇଛନ୍ତି, ସେମାନଙ୍କୁ ପଚାରିବେ ସେ କେମିତି ଘର ଛାଡ଼ି ଇସ୍କନକୁ ଆସିଲେ, ଜଏନ୍ କଲେ। ଅଧିକାଂଶ କହିବେ ପ୍ରଭୁପାଦ ଏ ଗ୍ରନ୍ଥ ପଢ଼ି ଆମେ ଇସ୍କନକୁ ଆସିଛୁ। ଯେତେ ସବୁ ଭକ୍ତ ହେଇଛନ୍ତି, ଅଧିକାଂଶ ପ୍ରଭୁପାଦଙ୍କର ଗ୍ରନ୍ଥ ପଢ଼ି ଇସ୍କନରେ ଭକ୍ତ ହେଇଛନ୍ତି। ଯେମିତି ଆମର ଭକ୍ତିଚାରୀ ସ୍ୱାମୀ ଗୁରୁ ମହାରାଜ, ସେ ଇସ୍କନରେ ପ୍ରଭୁପାଦଙ୍କ ଗୋଟେ ଗ୍ରନ୍ଥ ନେଇଥିଲେ, ନେକ୍ଟାର ଅଫ୍ ଡିଭୋସନ୍, ଦ ନେକ୍ଟାର ଅଫ୍ ଭକ୍ତିରସାମୃତ ସିନ୍ଧୁ। ଏଇ ଗ୍ରନ୍ଥଟି ସେ ଯେତେ ପଢ଼ିଲେ, ସେ ସମ୍ପୂର୍ଣ୍ଣ ରୂପେ ସେ ଇସ୍କନ ପ୍ରତି ନିଜକୁ ସମର୍ପଣ କଲେ। সেই গ্রন্থটা পড়ি সে ইস্কনের ভক্ত হয়ে গেল। দেখন্তু, তো যেতে সব ভক্ত সেমানে পচারিবে সেমানে কেমিতি ভক্ত হেলে, তো সমস্ত অধিকাংশ ভক্ত কহিবে প্রভুপাদଙ୍କ এই গ্রন্থ পড়ি, যেকୌଣସି সে ব্যাক টু গড হেড হোক, কিংবা প্রভুপাদଙ୍କ কୌଣସି গ্রন্থ হোক, কিংবা গীতা পড়ি হোক, অন্য কୌଣସି গ্রন্থ প্রভুপাদଙ୍କ পড়ি সে ଇସ୍କନକୁ ଯୋଗଦାନ କରିଛନ୍ତି, ଭକ୍ତ ହେଇଛନ୍ତି। ଏହା ହେଉଛି ପ୍ରଭୁପାଦଙ୍କର ଗ୍ରନ୍ଥର ଇଏ ମହାତ୍ମ୍ୟ। ତ ଏଠାରେ ଆମେ ଦେଖିବା ଯେ ପ୍ରଭୁପାଦଙ୍କ ପ୍ରଚାର ପୂର୍ବରୁ ରାଷ୍ଟ୍ର ମଧ୍ୟରେ ସଂଘର୍ଷ, ଜାତି ମଧ୍ୟରେ ସଂଘର୍ଷ, ଏକ ଜାତି ଆଉ ଗୋଟେ ପ୍ରକାର ଜାତିକୁ ଦେଖିଲେ ସେ ଘୃଣା କରିଥିଲେ, ନିନ୍ଦା କରିଥିଲେ, ସଂଗ୍ରାମ କରିଥିଲେ ନା କ'ଣ? ରାଷ୍ଟ୍ର ମଧ୍ୟରେ ସଂଘର୍ଷ, ଜାତି ମଧ୍ୟରେ ବିଭେଦ, ଏହିପରି ସବୁ ଥିଲା। ତ ସେଇ ଜାତିମାନଙ୍କର ସମନ୍ୱୟ କରିବା ପାଇଁ ଜଣେ ଆଫ୍ରିକାନ ପ୍ରାଇମ୍ ମିନିଷ୍ଟର, ଏ ଆଫ୍ରିକାନ ପ୍ରାଇମ୍ ମିନିଷ୍ଟର ଯାଙ୍କ ନାଁ ଅଛି ନେଲସନ୍ ଲେଣ୍ଡୁଲା। ସେ କ'ଣ କରିଥିଲେ, ଧଳା କଳା ସମନ୍ୱୟ କରିବା ଯୋଗୁଁ ସିଏ ନୋବେଲ ପ୍ରାଇଜ୍ ପାଇଥିଲା। କଥା ବୁଝିପାରିଲ? ଧଳା କଳା, ଆଫ୍ରିକାନ ମାନେ କଳା, ଆମେରିକାନ ହିସାବ ଲୋକମାନେ ଧଳା। ତା ସେ ତ ମାନେ କଳା ସମନ୍ୱୟ କରିବା ଯୋଗୁଁ, ଧଳା କଳା ସମନ୍ୱୟ କରିବା ଯୋଗୁଁ
ମାନେ ସେ ନୋବେଲ ପ୍ରାଇଜ୍ ପାଇଥିଲେ। ସେ ଯେତେବେଳେ ଆମର ଇସ୍କନକୁ ଆସିଥିଲେ ଏଠାରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଆରେ ଏଠାରେ ତ ଦେଖାଯାଉଛି ଧଳା କଳା ପରସ୍ପରକୁ ଆଲିଙ୍ଗନ କରୁଛନ୍ତି, ପରସ୍ପର କେତେ ସୁନ୍ଦର ମଧୁର ଭାବରେ ହରେ କୃଷ୍ଣ କହୁଛନ୍ତି, ଆଉ ଏହିପରି ଭାବରେ କେତେ ସୁନ୍ଦର ଭାବରେ ସେବା କରୁଛନ୍ତି। ହଁ, ଏମାନଙ୍କ ମଧ୍ୟରେ କୌଣସି ଆଉ ଦେଶ ଭାବ ନାହିଁ, ଘୃଣା ଭାବ ନାହିଁ, ଧଳା କଳା ମିଶିକିରି କେତେ ଆନନ୍ଦରେ ଭଗବାନଙ୍କୁ ସେବା କରୁଛନ୍ତି। ତେଣୁ ମୁଁ ଯେ ନୋବେଲ ପ୍ରାଇଜ୍ ପ୍ରାପ୍ତ ହେଇଛି, ଇଏ ପ୍ରାଇଜ୍ ପ୍ରକୃତପକ୍ଷେ ଇସ୍କନକୁ ପ୍ରଦାନ କରିବା ଉଚିତ। ପ୍ରକୃତପକ୍ଷେ ଇସ୍କନ ହିଁ ସମଗ୍ର ଜଗତରେ ଧଳା କଳା ସମନ୍ୱୟ କରିଛନ୍ତି। ବସୁଧୈବ କୁଟୁମ୍ବ କେବଳ ଇସ୍କନ ତରଫରୁ ହେଇଛି ନା କ'ଣ? ହଁ, ଭାତୃତ୍ୱବୋଧ ଜାଗ୍ରତ ହେଇଛି କେବଳ ଇସ୍କନ ତରଫରୁ। କେମିତି ହେଲା? ପ୍ରଭୁପାଦଙ୍କର ଏଇ ଦିବ୍ୟ ଉପଦେଶ, ପ୍ରଭୁପାଦଙ୍କର ଏଇ ଗ୍ରନ୍ଥ ପ୍ରଚାର ପ୍ରସାର ହେବା ଯୋଗୁଁ ସମସ୍ତେ ଯେତେବେଳେ କୃଷ୍ଣଙ୍କର ଭକ୍ତ ହେଲେ ସେତେବେଳେ ଜାତିଭେଦ ସବୁ ଅନ୍ତରିତ ହୋଇଗଲା। ରାଷ୍ଟ୍ର ମଧ୍ୟ ଯେ ସଂଘର୍ଷ ତା ଦୂର ହୋଇଗଲା। ତେଣୁ ଆମର ଯେ ବର୍ତ୍ତମାନ ପ୍ରାଇମ୍ ମିନିଷ୍ଟର ଅଛନ୍ତି ଭାରତରେ, କିଏ? ମୋଦି ସରକାର। ମୋଦି ସରକାର ଦେଖନ୍ତୁ, ସେ 88 କଣ୍ଟ୍ରି ସମନ୍ୱୟ କରିଛନ୍ତି ବିଭିନ୍ନ କଣ୍ଟ୍ରିରେ ଯାଇକିରି। ତେଣୁ ସେ କେତେ ମହାନ୍ତ ଅର୍ଜନ କରିଛନ୍ତି ଭାରତରୁ। କିନ୍ତୁ ସେ ଯେତେବେଳେ ଦେଖିଲେ ଇସ୍କନ ତରଫରୁ 105ଟି କଣ୍ଟ୍ରି ସମନ୍ୱୟ କରାଯାଇଛି, ସେ ତ ନିଜକୁ ଗର୍ବ ଅନୁଭବ କରୁଛନ୍ତି। ହଁ, ଇସ୍କନ ପ୍ରଚାର ପ୍ରସାର ଯୋଗୁଁ ଗୀତା এইসব প্রচার প্রসার যোଗୁଁ সমগ্র বিশ্বে 105টি কণ্ଟ୍ରି ସମନ୍ୱୟ ହୋଇଛନ୍ତି। ଏହା ହେଉଛି ମୋର ଗର୍ବ। ମୁଁ ଆଉ କେତେ କରି ସମନ୍ୱୟ କରି ତାଠାରୁ ଇସ୍କନ ତରଫରୁ ପ୍ରଚାର ହେବା ଯୋଗୁଁ ସମଗ୍ର ବିଶ୍ୱ ଏହିପରି 105ଟି କଣ୍ଟ୍ରି ସମନ୍ୱୟ ହୋଇଛନ୍ତି। ତେଣୁ ମୋଦି ଏତେ ପ୍ରସନ୍ନ ହୋଇଯାଇଛନ୍ତି। ତେଣୁ ସେ ପ୍ରଭୁପାଦଙ୍କ ଗୀତା ହାଇଲାଇଟ୍ କରି ସେ ପ୍ରଚାର କରୁଛନ୍ତି। ହଁ, ଅନ୍ୟ কোনো ଦେଶର ପ୍ରାଇମ୍ ମିନିଷ୍ଟର ହୁଅନ୍ତୁ, ପ୍ରେସିଡେଣ୍ଟ ହୁଅନ୍ତୁ, ଯଦି ଗିଫ୍ଟ ହିସାବରେ କିଛି ଦେବା ପାଇଁ ଚାହୁଁଛନ୍ତି, ସେ ସହିତ କହୁଛନ୍ତି ଆମର ଭାରତରେ ସବୁଠାରୁ ଅମୂଲ୍ୟ ସମ୍ପଦ এই ପ୍ରଭୁପାଦଙ୍କ ଗୀତା ଦେଖି କହୁଛି, ଏହାଠାରୁ ଶ୍ରେଷ୍ଠ ସମ୍ପଦ আর କିଛି ନାହିଁ। ତେଣୁ ଇଏ ଉପହାର ସ୍ୱରୂପ ଆପଣଙ୍କୁ ମୁଁ ପ୍ରଦାନ କରୁଛି। ହଁ, ଏ ହେଉଛି ପ୍ରକୃତ ସରକାର। ହଁ ନା କ'ଣ? ଲିଡର ଏମିତି ହେବା ଉଚିତ, କାହିଁକିନା ଲିଡର ହେଉଛନ୍ତି ଭଗବାନଙ୍କ ପ୍ରତିନିଧି। ତ ମୋଦି କେତେ ତାଙ୍କର ବିଚକ୍ଷଣ ବୁଦ୍ଧି ଦେଖନ୍ତୁ। ହଁ, ମୋଦି ସରକାର ଏଇ ଆମର ଇସ୍କନ ଗୀତାରେ କେତେ ହାଇଲାଇଟ୍ କରି ସେ ପ୍ରଚାର କରୁଛନ୍ତି। ଆଉ ସେ ମୋଦି ଏ ବର୍ଷରେ ପ୍ରଭୁପାଦଙ୍କ 125ତମ ଏ ଜନ୍ମୋତ୍ସବ ହିସାବରେ କଏନ୍ ବାହାର କରିଛନ୍ତି। ହଁ, ଦେଖନ୍ତୁ ମୋଦି କେତେ ମାନେ ଆମର ଇସ୍କନ ପ୍ରଚାର ହେବା ଯୋଗୁଁ ତାଙ୍କର ସେ କେତେ ପ୍ରସନ୍ନ ହୋଇଛନ୍ତି। ହଁ, ବିଶେଷ କରି ପ୍ରଭୁପାଦ ଗୀତାର ଉପରେ ସେ କେତେ ସୁନ୍ଦର ପ୍ରବଚନ ଦେଉଛନ୍ତି। ଆଉ ଗୀତା ଗିଫ୍ଟ ହିସାବରେ ଅନ୍ୟ ରାଷ୍ଟ୍ର ପ୍ରେସିଡେଣ୍ଟ ବା ପ୍ରାଇମ୍ ମିନିଷ୍ଟରକୁ ଉପହାର ଦେଉଛନ୍ତି। ହଁ, ଏ ଦୃଶ୍ୟ ଯେଉଁମାନେ ଦେଖିବେ, ନାଗରିକମାନେ ଆପେ ଆପେ ସେତେବେଳେ ଗୀତା ପଢ଼ିବା ପାଇଁ ରୁଚି ପ୍ରଦର୍ଶନ କରିବେ ନା କ'ଣ? ପ୍ରଭୁପାଦଙ୍କ ଗୀତା ତ ସରକାର ଏମିତି ପ୍ରକୃତପକ୍ଷେ ଭାରତ ଯେଉଁଦିନ ସ୍ୱାଧୀନତା ପ୍ରାପ୍ତ ହେଇଛି ସେଇ ଦିନରୁ ଆଜି ପର୍ଯ୍ୟନ୍ତ ଯେତେ ସବୁ ପ୍ରାଇମ୍ ମିନିଷ୍ଟର ସବୁ ଆସିଥିଲେ, ସେମାନଙ୍କର ମଧ୍ୟରୁ ଏଇ ମୋଦି ହେଉଛନ୍ତି, ନରେନ୍ଦ୍ର ମୋଦି ସବୁଠାରୁ ଅଗ୍ରଗଣ୍ୟ। ହଁ, ଅନ୍ୟମାନଙ୍କୁ ଅନ୍ୟ ସବୁ ଉଦ୍ଦେଶ୍ୟ ରହିଛି। ଏମନକି ପ୍ରଭୁପାଦ ନିଜେ ଗାନ୍ଧିଜୀକୁ କହିଥିଲେ, ଭାରତ ସ୍ୱାଧୀନତା ଲାଭ କରିଯାଇଛି, ଆସ ଆମେ ସମସ୍ତେ ଗୀତାବାଣୀ ପ୍ରଚାର, ଭାରତୀୟ ଯେ ସମ୍ପଦ, ହଁ, ଭଗବାନ କୃଷ୍ଣ ଯେ ଦେଇଛନ୍ତି ଦିବ୍ୟ ଉପଦେଶ, ଆମେ ପ୍ରଚାର କରିବା। ସେଟା ଗାନ୍ଧିଜୀ কোনো ଉତ୍ତର ଦେଇନଥିଲେ। ତାଙ୍କର ଅନ୍ୟ ଅଭିଳାଷ ଥିଲା ନା କ'ଣ? ପ୍ରଭୁପାଦ ତାଙ୍କର ଫଲୋୱାର ଥିଲେ, ତେଣୁ ତାଙ୍କର ମନୋଭାବ ସବୁ ଭଲ ଭାବେ ବୁଝିପାରିଥିଲେ। ଯେତେ ସବୁ ଆସିଛନ୍ତି ଆଜ ପର୍ଯ୍ୟନ୍ତ ଭାରତ ସ୍ୱାଧୀନତା ପ୍ରାପ୍ତ ହେବା ପରରୁ ପ୍ରକୃତପକ୍ଷେ ସରକାର ହେଉଛନ୍ତି ଏ ମୋଦି ସରକାର, ଯିଏକି ଭାରତୀୟ ସମ୍ପଦ ଗୀତାକୁ ଉପହାର ସ୍ୱରୂପ ଅନ୍ୟ ରାଷ୍ଟ୍ରର ପ୍ରେସିଡେଣ୍ଟ ପ୍ରାଇମ୍ ମିନିଷ୍ଟରକୁ ପ୍ରଦାନ କରିଛନ୍ତି। ଆଉ କହୁଛନ୍ତି ଆମର ଭାରତୀୟ ସମ୍ପଦ ୟାଠାରୁ ଶ୍ରେଷ୍ଠ ସମ୍ପଦ ଆଉ କିଛି ନାହିଁ। ହଁ, ଏହା ହେଉଛି ଭାରତୀୟ ସମ୍ପଦ, ଏହା ଦିବ୍ୟ ଜ୍ଞାନ ସମନ୍ୱିତ ଏ
ଶ୍ରୀମଦ୍ ଭଗବଦ୍ ଗୀତା। ୟାକୁ କୁହାଯାଉଛି ଗୀତା ମାହାତ୍ମ୍ୟରେ କ'ଣ? ସଂସାର ସାଗର ଘୋରଂ ତୋର୍ତ୍ତୁମିଚ୍ଛତି ଯୋ ଜନ। ଏ ସଂସାର ସାଗର ଯେଉଁମାନେ ସବୁ ପଡ଼ିଯାଇଛନ୍ତି, ହଁ, ତ ସେଇ ସଂସାର ସାଗର ଉତ୍ତୀର୍ଣ୍ଣ ହେବା ପାଇଁ କେହି ଯଦି ଇଚ୍ଛା କରିଛନ୍ତି, ତାର କ'ଣ କରିବା ଆବଶ୍ୟକ? ସେଥିପାଇଁ କହେ ଗୀତା ନାବଂ ସମାରୁହ ପାରଂ ଜାତୁ ସୁଖେନ ସହ। এই গীতারূপী, গীতা জ্ঞান রূপী নৌকারে যদি আরোহণ କରିବେ, ସେ ସୁଖରେ ଭବ ସାଗର ଉତ୍ତୀର୍ଣ୍ଣ ହୋଇ ଭଗବତ ଧାମକୁ ଚାଲିଯିବେ। ହଁ, ଆମେ ସମସ୍ତେ ଭବ ସାଗରରେ ପଡ଼ିଯାଇ କେତେ ଦୁଃଖ ଦୁର୍ଦ୍ଦଶା ଭୋଗ କରୁଛେ ନା କ'ଣ? ହଁ, বিভিন্ন প্রজাতির 84 লক্ষ প্রকার জীবজন্তুরে আমি ভ্রমণ করছে, কেতে দুঃখ দুর্দশা ভোগ করেছে। সেই সংসার সাগর উত্তীর্ণ হওয়া পাই একমাত্র নৌকা স্বরূপ এই ভগবান মুখ নিঃসৃত গীতারূপী নৌকা। এই নৌকার যদি আরোহণ করবু, তাহলে আমি ভব সাগর উত্তীর্ণ হয়ে ভগবত ধামকু ফেরি যাইপারে। গীতারূপী নৌকা মানে কোন? এই গীতার যে দিব্য জ্ঞান দেয়া যাইছে, সেই জ্ঞান যদি আমি প্রাপ্ত হইপারিবু, সেই জ্ঞান প্রভাবে আমি এই ভবসাগর উদ্ধার হয়ে ভগবত ধামকু চালি যাইপারে। তো সর্বোত্তম জ্ঞানটা কন? হ্যাঁ, সর্বোত্তম দিব্য জ্ঞানটা কন? সর্বোত্তম দিব্য জ্ঞান হচ্ছে আমি সমস্ত ভগবানଙ୍କର অংশ। তেমনি ভগবানଙ୍କ সহিত আমার যে নিত্য সম্বন্ধ, সেই সম্বন্ধটা ছিন্ন হয়ে যাইছে, চ্যুত হয়ে যাইছে। তেমনি আমি এটাকে আসি এই দুঃখ দুর্দশা ভোগ করছে না কেন? তেমনি সেই ভগবানଙ୍କ সহিত পুনি যেତେବେଳେ সম্বন্ধ স্থাপন করিবু, তাকে কুহযাଉଛି দিব্য জ্ঞান। দিব্য জ্ঞান বুঝিপারলে? হ্যাঁ, দিব্য জ্ঞান কহিলে ভগবানଙ୍କ সহিত আমার যে সম্বন্ধ ছিন্ন হয়ে যাইছি, চ্যুত হয়ে যাইছি, সেই সম্বন্ধ যদি পুনি স্থাপিত হবে, তাহলে আমি নিত্য সুখী হয়ে যাব, নিত্য আনন্দরে রইপারবে না কেন? তা মানে কেন? আমি সমস্তে ভগবানকে ভজন করি ভবসাগর উদ্ধার হয়ে ভগবত ধামকু চালি যাইপারে। তুমি গীতার রহস্যটা কেন? গীতার চরম উপদেশ কেন? তেমন গীতার চরম উপদেশ হচ্ছে আমার যেতে মনুষ্য দেহ আমার মিলেছি, এই মনুষ্য দেহ শ্রীকৃষ্ণଙ୍କ চরণে আত্মসমর্পণ করে সে কৃষ্ণকে ভজন করিবা। তেণু আমি সেই হিসাবে কেতেক শ্লোক গীতারু পাঠ করিবা। যে কথা এଠାରେ কুহযাଉଛି କ'ଣ? গুহ্যতর গুহ্যতম জ্ঞান। তো এଠାରେ দেখা যাচ্ছে গীতারে সেই কথা কুহযাଉଛି, মাহাত্ম্য কথা গীতারে বি কুহযাଉଛି। কোন কুহযাଉଛି? গীতা স্বয়ং ভগবান নিজে কହୁଛନ୍ତି, অপি চেদোষী পাপিভ্য সর্বেভ্য পাপকৃতম। କେହି ଯଦି ପାପୀମାନଙ୍କ ଠାରୁ ସବୁଠାରୁ ପାପୀ ଯଦି ହୋଇଥିବ, ପାପୀ ତ ଅଛନ୍ତି, ପାପୀମାନଙ୍କ ମଧ୍ୟରୁ ସବୁଠାରୁ ଯଦି ପାପୀ ହୋଇଥିବ, ତାହେଲେ କୁହନ୍ତି ସର୍ବଜ୍ଞାନ ପ୍ଲାବେ ନୈବ ବୀଜିନଂ ସନ୍ତରିଷ୍ୟସି। অর্থাৎ সেই জ্ঞান রূপী গীতা জ্ঞান রূপী নৌকার যদি আরোহণ করিব, তাহলে সে সুখেরে এই ভবসাগর উত্তীর্ণ হয়ে ভগবত ধামকু চালিয়ে। গীতার এই কথা কয় কেতে নম্বর শ্লোকরে? গীতা 4th অধ্যায়ের 36 নম্বর শ্লোকরে। কথা বুঝিপারলে? ভগবান কৃষ্ণ নিজে মুখে এই কথা কয়েছেন। তাহলে এটারে মানে 4th অধ্যায় 36 নম্বর শ্লোকরে কুহযাଉଛି କ'ଣ? সেই কথা, অপি চেদোষী পাপেভ্য সর্বেভ্য পাপ কৃতম সর্বং জ্ঞান প্লবেনৈব বৃজিনং সন্তরিষ্যসি। তার মানে এটা অনুবাদ কুহযাଉଛି, এপরি যদি তুমে পাপীମାନଙ୍କ ମଧ୍ୟରେ ମହାପାପୀ ବୋଲି ବିବେଚିତ ହୁଅ, ତଥାପି ତୁମେ ଯେତେବେଳେ ଦିବ୍ୟ ଜ୍ଞାନ ରୂପକ ନୌକାରେ ଆରୋହଣ କରିବ, ସେତେବେଳେ ତୁମେ ଦୁଃଖାର୍ଣ୍ଣବ, এটা দুঃখের সাগর না কেন? দুঃখার্ণব অতিক্রম କରିବାକୁ সক্ষম ହୋଇଯିବ। ଦେଖନ୍ତୁ ଡାଇରେକ୍ଟ ଭଗବାନ ଏଠାରେ କହିଦେଲେ ଏ କଥା। ତାପରେ ଆମେ ଦେଖିବା, ଏ ତ କୁହାଯାଏ ଗୀତା ମାହାତ୍ମ୍ୟରେ ବହୁତ କଥା ସବୁ ରହିଛି। ତ ଏତେ କଥା କହିବାକୁ ଆମର ସମୟ ଭିତରେ ସମାପ୍ତ କରିପାରିବା ନା।
କେତେ କେତେ ଶ୍ଲୋକ ଆମେ ଆଲୋଚନା କରିବା। ତାପରେ କୁହାଯାଉଛି କ'ଣ, ଭଗବାନ କୃଷ୍ଣ ଅର୍ଜୁନଙ୍କ ଗୁହତମ ଜ୍ଞାନ ଦେଲେ। ଗୁହ ଜ୍ଞାନ କ'ଣ, ଗୁହତର ଜ୍ଞାନ କ'ଣ, ଆଉ ଗୁହତମ ଜ୍ଞାନ କ'ଣ, ଯେଉଁଟା ଆମେ ଗତକାଲି ଟିକେ ଆଲୋଚନା କରିଥିଲୁ। କନଫିଡେନ୍ସିଆଲ୍ ଟ୍ରୁଥ୍, ମୋର୍ କନଫିଡେନ୍ସିଆଲ୍ ଟ୍ରୁଥ୍, ମୋଷ୍ଟ କନଫିଡେନ୍ସିଆଲ୍ ଟ୍ରୁଥ୍, ପଜିଟିଭ୍, କମ୍ପାରେଟିଭ୍, ସୁପରଲେଟିଭ୍ ଡିଗ୍ରୀ ହିସାବରେ। ହଁ, ତ ଏଠାରେ କୁହାଯାଉଛି କ'ଣ, କନଫିଡେନ୍ସିଆଲ୍ ଟ୍ରୁଥ୍, ଯାହାକି ଗୁହ ଜ୍ଞାନ। ଗୁହ ଜ୍ଞାନ କ'ଣ କୁହାଯାଉଛି, ଗୀତାରେ ଭଗବାନ କୃଷ୍ଣ କହିଦେଲେ, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମ ସର୍ବଭୂତେଷୁ ମଦ୍ଭକ୍ତି ଲଭତେ ପରାମ୍। ଏ କଥା କହିଲେ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ। ଯେଉଁମାନେ ବ୍ରହ୍ମଭୂତ ସ୍ଥିତି ପ୍ରାପ୍ତ ହେଇଯିବେ ସେମାନଙ୍କୁ ଆଉ କୌଣସି ଜଡ଼ଜାଗତି কোনো ବସ୍ତୁ ପ୍ରାପ୍ତ ପାଇଁ ଆକାଂକ୍ଷା କରିବା ନାହିଁ। କିଛି ଜିନିଷ ଯଦି ଲସ୍ ହେଇଯାଏ ତା ଲାଗି ସେ ଦୁଃଖ କରିବେ ନାହିଁ। ସେଟା ପିସଫୁଲ୍ ଅବସ୍ଥା, ଶାନ୍ତ ଅବସ୍ଥା, ସେଟା ସାମ୍ୟ ଅବସ୍ଥା। ଆଉ ସର୍ବଭୂତେଷୁ, ସମସ୍ତ ଜୀବମାନଙ୍କ ପ୍ରତି ତାଙ୍କର ସମଦୃଷ୍ଟି। ସମଦୃଷ୍ଟି ବୁଝିପାରୁଛନ୍ତି କେମିତି, କ'ଣ ବୁଝିଲେ? ସମଦୃଷ୍ଟି ମାନେ ଇକ୍ୱାଲ୍ଟା କ'ଣ ସେଟା? ହଁ, ଆତ୍ମସ୍ଥିତିରେ ସେ ଆଉ ଦେହ, ଇଏ ସ୍ତ୍ରୀ, ଇଏ ପୁରୁଷ, ଇଏ ଭେଦ ଜ୍ଞାନ ତାଙ୍କର ଭିତରେ ରହିବ ନାହିଁ। ହଁ, ଏ ଶରୀରଟା ଦେଖିବ ନାହିଁ, ଦେଖିବ କ'ଣ, ଆତ୍ମା। ଆତ୍ମା ସবার ମধ্যে, ସମସ୍ତଙ୍କ ମଧ୍ୟରେ ସମାନ। ହଁ, ତାର ପ୍ରତ୍ୟେକ ଉଦାହରଣ ଦେଉଛି, ଜାଣିଲେ ବୁଝିପାରିବେ। ସୁଖଦେବ ଗୋସ୍ୱାମୀ ଇଏ ବ୍ରହ୍ମଭୂତ ସ୍ଥିତିରେ ଅବସ୍ଥାନ କରୁଥିଲେ। ତ ସେ କେଉଁଠାରେ ଅବସ୍ଥାନ କରିଥିଲେ? ତାଙ୍କ ମାତାଙ୍କର ଗର୍ଭରେ ଥିଲେ। କେତେ ବର୍ଷ ବୟସ ହେଇଥିଲା ସେତେବେଳେ? ମାତାଙ୍କର ଗର୍ଭରେ କେତେ ବର୍ଷ ପର୍ଯ୍ୟନ୍ତ ଥିଲେ ସେ? 12 ବର୍ଷ ପର୍ଯ୍ୟନ୍ତ। ହଁ, 16 ବର୍ଷ ବୟସରେ ତ ଆସି ସୁଖଦେବ ଗୋସ୍ୱାମୀଙ୍କ ଭାଗବତ କଥା କହୁଛନ୍ତି। ତ ମାତୃଗର୍ଭରେ ବାହାରି ସାଙ୍ଗେ ସାଙ୍ଗେ ସୁଖଦେବ ଗୋସ୍ୱାମୀକି ଶିକ୍ଷାର ଉପଦେଶ ଦେଉଛନ୍ତି କି? 12 ବର୍ଷ କାଳ। ତ 12 ବର୍ଷ କାଳ ମାତୃଗର୍ଭରେ ଥିଲେ। ସେତେ ବ୍ୟାସଦେବ ଦେଖିଲେ, ଆରେ ମନୁଷ୍ୟ ନିୟମ ହେଉଛି କ'ଣ, 10 ମାସ ହେଲା ପରେ ମାତୃଗର୍ଭ ଭୂମିଷ୍ଠ ହେବା କଥା ନା କ'ଣ? ଏ ବର୍ଷ ପର ବର୍ଷ ଅତିକ୍ରମ ହୋଇଯାଉଛି, ତଥାପି ମାତୃଗର୍ଭରେ ଭୂମିଷ୍ଠ ହେଉନାହିଁ। ତେଣୁ ଦିନେ ସେ ଗର୍ଭସ୍ଥ ଶିଶୁଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ଏ ବତ୍ସ, ତୁମେ କାହିଁକି ଏତେ ବର୍ଷ କାଳ ମାତୃଗର୍ଭରେ ଅବସ୍ଥାନ କରୁଛ? ତୁମେ କି ତୁମ ମାତାକୁ ମାରିବା ପାଇଁ ଚାହୁଁଛ? ସେ ଗର୍ଭରୁ ସେତେ ଉତ୍ତର ଦେଉଛନ୍ତି, ଏହା ପୂର୍ବରୁ ମୁଁ କେତେ ଥର କେତେ ପ୍ରକାର ଶରୀର ଧାରଣ କରିଥିଲୁ, କିନ୍ତୁ ବର୍ତ୍ତମାନ ମୋର ଏକ ଉପଯୁକ୍ତ ଶରୀର ମୁଁ ପ୍ରାପ୍ତ ହେଇଛୁ, ଯେଉଁଥିଲାଗି ମୁଁ ସୁନ୍ଦର ଭାବରେ ଭଗବାନଙ୍କୁ, ଈଶ୍ୱରକୁ ଧ୍ୟାନ କରିପାରିବି। ଭଜନ ସାଧନ। ତେଣୁ ଦେଖୁଛି ଇଏ ଜଗତର ହେଉଛି ମାଇକ ଜଗତ। ମୁଁ ଯଦି ଭୂମିଷ୍ଠ ହେବି ସାଙ୍ଗେ ସାଙ୍ଗେ ମାୟାଗ୍ରସ୍ତ ହେଇଯିବି, ଆଉ ଆମେ ବ୍ରହ୍ମଚିନ୍ତନ କରିପାରିବ ନାହିଁ। କଥା ବୁଝିପାରିଲେ? ଏ ଜଗତରେ ଏଇପରି ଜଗତ ସାଜାନ ହେଇଛି, ଆଖିରେ ଯଦି ଦୃଷ୍ଟି ପଡ଼ିଯିବ, ଯେତେ ବଡ଼ ବ୍ରହ୍ମଚାରୀ ହେଉନା କାହିଁକି, ସ୍ତ୍ରୀ ରୂପୀ ମାୟା ତାର ଆଖିରେ ଯଦି ପଡ଼ିଯିବ, ଜପମାଳ କୁଆଡ଼େ ସେ ହରେ କୃଷ୍ଣ ଚୁପ୍ ହେଇଯିବ। ସିଆଡ଼େ ମନରେ ଭିତରେ ସେ ପଶିଗଲା, ସେଇ ଚିନ୍ତା ଆସିଯିବ, ସେତେ ଉନ୍ମତ୍ତ ହେଇଯିବ। ଏ ତ ରାଜା ମହାରାଜା, ସାଧାରଣ ଲୋକ କଥା କ'ଣ, କେତେ ରାଜା ମହାରାଜା, ବଡ଼ ବଡ଼ ଋଷି ମୁନିଋଷି ଫେଲ ମାରିଯାଇଛି ନା କ'ଣ? ବିଶ୍ୱାମିତ୍ର ମୁନି ଧ୍ୟାନରେ ନିମଗ୍ନ ହେଇଥିଲେ। ଏମିତିକି ସେ ରାଜା ଥିଲେ ନା କ'ଣ? ରାଜା ଥିଲେ, କେତେ ରାଣୀ ଥିଲେ, କେତେ ପୁତ୍ରମାନେ ଥିଲେ। ଏସବୁ ଭୋଗ କରି ଆସି ତଥାପି ସେ ବ୍ରହ୍ମତ୍ୱ ଲାଭ କରି, ବ୍ରହ୍ମତେଜ ଲାଭ କରିବା ପାଇଁ, କ୍ଷତ୍ରିୟ ତେଜକୁ ଧିକ୍କାର ଦେଇ ବ୍ରହ୍ମ ବଳ ଲାଭ କରିବା ପାଇଁ କ୍ଷତ୍ରିୟ ବଳକୁ ଧିକ୍କାର ଦେଇଥିଲେ। କାହିଁକିନା ସେ ବୈଶିଷ୍ଠଙ୍କ ପାଖରେ ସେଇପରି ଅପଦସ୍ଥ ହେଇଥିଲେ ନା କ'ଣ? ସେ କଥା ମୁଁ ଯାଉନି। ତ ସେଥିଲାଗି ସବୁକିଛି ପରିତ୍ୟାଗ କରି ସେ ଏ ବ୍ରହ୍ମ ବଳ ଲାଭ କରିବା ପାଇଁ ଆସି ଏକାନ୍ତରେ ବସି ଧ୍ୟାନ କରିଛନ୍ତି। ଦେଖନ୍ତୁ, ସାଂସାରିକ ଜୀବନ ଏତେ କିଛି ଭୋଗ କରି ଆସି ସେ ଏହିପରି ମାନେ ବ୍ରହ୍ମବଳ ଲାଭ କରିବା ପାଇଁ ଧ୍ୟାନରେ ନିମଗ୍ନ ହେଇଛନ୍ତି। ଆର୍ ଏତେ କଠୋର ନିମଗ୍ନରେ, ଘୋର ତପସ୍ୟାରେ ନିମଗ୍ନ ହେଇଛନ୍ତି, ଇନ୍ଦ୍ର ସେତେ ଡରିଗଲେ। ଆରେ ଇଏ କଠୋର ତପସ୍ୟା କରିଛି, ମୋର ଇଏ ଇନ୍ଦ୍ରପଦ ନେବା ପାଇଁ। ତ ଇନ୍ଦ୍ରଙ୍କ ହାତରେ ସବୁ
ମାନେ ବହୁତ ସୁତୀକ୍ଷ୍ଣ ଅସ୍ତ୍ର ସବୁ ରହିଛି। ହଁ, ସୁତୀକ୍ଷ୍ଣ ଅସ୍ତ୍ର ତ କହନ୍ତି ମେନକାକୁ ପଠାଇଲେ, ତୁମେ ଯାଅ ତା ତପସ୍ୟା ଭଙ୍ଗ କର, ତା ନହେଲେ ସେ ମୋର ତପସ୍ୟାରେ ମୋର ଇନ୍ଦ୍ରପଦ ନେଇଯିବ। ତ ମେନକା ଆସି ସେ ତ ଘୋର ତପସ୍ୟାରେ ରତ ଥିଲେ। ଆଉ ମେନକା ହାତରେ ଚୁଡ଼ି ରହିଛି, ଚରଣରେ ନୁପୁର ରହିଛି। ଆଉ ଟିକେ ନୃତ୍ୟ ଏମିତି କଲେ ରୁନୁ ଝୁନୁ ଇଏ ଶବ୍ଦ, ମଧୁର ଶବ୍ଦ ଯେତେ କାନ ଭିତରେ ପ୍ରବେଶ କଲା, ହଁ ଧ୍ୟାନ ସେ କୁଆଡ଼େ ଚାଲିଗଲା ତ କେହି ଜାଣି। ଆଉ ଆଖି ଯେତେ ଉନ୍ନତ କଲେ, ଏତେ ସୁନ୍ଦର ରୂପ, ସେ যে ଉଦ୍ଦେଶ୍ୟ ଆସିଥିଲେ ସେ ଉଦ୍ଦେଶ୍ୟ କଥା ଯା ଭୁଲିଗଲା। ସାଙ୍ଗେ ସାଙ୍ଗେ ତାଙ୍କ ସହିତ ମିଳିତ ହେଲା। ଦେଖନ୍ତୁ ଏତେ ସବୁ ଭୋଗ କରି ସାରିଲା ପରେ ତପସ୍ୟା ରତ ତଥାପି ସେ ନିଜ ମନକୁ ନିୟନ୍ତ୍ରଣ କରି ପାରିଲା ନାହିଁ। ଏହାକୁ ମାଇକ ଜଗତ କୁହାଯାଉଛି। ହଁ, ଉନ୍ନତ ସବୁ ଭୁରି ଭୁରି ସବୁ ଉଦାହରଣ ରହିଛି। ତାଙ୍କର ଔରରେ ମେନକା ଗର୍ଭରେ ଆସିଲା ଶକୁନ୍ତଲା, ନା କ'ଣ? ତ ଏସବୁ କଥା ବୁଝା ହେଉନି, ସେ ଭାଗବତ ସବୁ ଉଲ୍ଲେଖ ରହିଛି। ତ ଏଠାରେ ଦେଖନ୍ତୁ ସୁଖଦେବ ଗୋସ୍ୱାମୀ ଏଇଥିଲାଗି କହୁଛନ୍ତି ଯେ ମାତୃଗର୍ଭଟା ଇଏ ମୋର ସାଧନ ଉପଯୁକ୍ତ ସ୍ଥାନ। ଏ ସ୍ଥାନ ଛାଡ଼ି ଯଦି ମୁଁ ଭୂମିଷ୍ଠ ହେବି ତାହେଲେ ମୁଁ ମାୟାଗ୍ରସ୍ତ ହେଇଯିବି, ନା କ'ଣ? ମାଇକ ଜଗତ ଏତେ ବଡ଼ ଉଚ୍ଚ ସ୍ଥିତିରେ ଅଛନ୍ତି, ତଥାପି ଏଇ କଥା କହୁଛନ୍ତି। ବ୍ୟାସଦେବ କହିଲେ ମୁଁ କଥା ଦେଉଛି ତୁମେ କେବେ ହେଲେ ମାୟାଗ୍ରସ୍ତ ହେବ ନାହିଁ, ତୁମେ ଭୂମିଷ୍ଠ ହୁଅ। ତ ସେତେବେଳେ ଗର୍ବରେ ରହି ସେ ଉତ୍ତର ଦେଉଛନ୍ତି, ଆପଣ ତ ମାୟାକୁ ନେଇ ସଂସାର କରୁଛନ୍ତି, ଆପଣ କିଭାବେ କଥା ଦେଉଛନ୍ତି ଯେ ମୁଁ ମାୟାଗ୍ରସ୍ତ ହେବି ନାହିଁ? ହଁ, ଇଏ ଦେଖିଲେ ହଁ ଠିକ୍ କଥା ତ ସେ ତ ମାୟାକୁ ନେଇ ସଂସାର କରୁଛନ୍ତି, ନା କ'ଣ? আর এই কথা দিয়েছেন ମୁଁ କଥା তুমি କେବେ ହେଲେ ମାୟାଗ୍ରସ୍ତ ଭୂମିଷ୍ଠ। ତ ସେତେବେଳେ ବ୍ୟାସଦେବ କ'ଣ କଲେ, ଏ ଗର୍ଭସ୍ଥ ଶିଶୁକୁ ମାତୃଗର୍ଭ ଭୂମିଷ୍ଠ କରିବା ପାଇଁ ସେ ଗଲେ ଦ୍ୱାରକାରେ। ସେଠାରେ କୃଷ୍ଣ ଦ୍ୱାରକା ଲୀଳା କରିଥିଲେ। 16,108 ରାଣୀ ଗ୍ରହଣ କରିଥିଲେ। ସେଇ ଭଗବାନ କୃଷ୍ଣଙ୍କ ପାଖକୁ ଯାଇ ସବୁ କଥା କହିଲେ। ତ ଭଗବାନ କୃଷ୍ଣ ତାଙ୍କ ସହିତ ଆସିଲେ। ଆସି କୃଷ୍ଣ ଯେତେବେଳେ କଥା ଦେଉଛନ୍ତି, ବତ୍ସ ମୁଁ କଥା ଦେଉଛି ତୁମେ କେବେ ହେଲେ ମାୟାଗ୍ରସ୍ତ ହେବ ନାହିଁ, ତେଣୁ ତୁମେ ମାତୃଗର୍ଭରୁ ଭୂମିଷ୍ଠ। କୃଷ୍ଣ ଯେତେବେଳେ କହିଲେ ସ୍ୱୟଂ ଭଗବାନ, ହଁ, ତ ଭଗବାନଙ୍କୁ ଯେତେବେଳେ କହିଲେ ସଙ୍ଗେ ସଙ୍ଗେ ଗର୍ଭସ୍ଥ ଶିଶୁ ମାତୃଗର୍ଭରୁ ଭୂମିଷ୍ଠ ହେଲେ। ଆଉ ଭୂମିଷ୍ଠ ହେବା ସାଥେ ସାଥେ 12 ବର୍ଷ ବୟସ୍କ କିଶୋର, ହଁ, ଗୃହ ତ୍ୟାଗ କରି ଚାଲି ଯାଉଛନ୍ତି। ନଗ୍ନ ଅବସ୍ଥା, ମାତୃଗର୍ଭରୁ ଯାତା ଯେ ଏ ଡ୍ରେସ୍ ପୋଷାକ ପିନ୍ଧିକିରି କିଆ ସେହିପରି ନଗ୍ନ ଅବସ୍ଥା, 12 ବର୍ଷ ବୟସ, ହଁ, କିଶୋର। সেই অবস্থায় সে কে পিতা, কে মাতা, কে আত্মীয় স্বজন, বন্ধু বান্ধব এসব কিছু ইয়ে নাহি, ভ্রুক্ষেপ নাহি। হ্যাঁ, সমস্ত রকম মোহর মুক্ত হয়ে ব্রহ্মচিন্তন নিমগ্ন হয়ে সে যাওছিল কেউটাকু বনকু। হ্যাঁ, বନରେ যাই এইপরি ব্রহ্মচিন্তন নিমগ্ন হওয়া। তো দেখুন এটার কেতে সুন্দর কথা রয়েছে। ଇଏ ବ୍ୟାସଦେବ ପୁତ୍ର ସ୍ନେହରେ ମୋହିତ ହୋଇ ତାଙ୍କର ପଛରେ ପଛରେ ଧାଉଁଥିଲେ, ହା ପୁତ୍ର କରି କରି। କିନ୍ତୁ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ କୌଣସି ପ୍ରତ୍ୟୁତ୍ତର ଆସିଲା ନାହିଁ। ଆଉ ସୁଖଦେବ ଗୋସ୍ୱାମୀ ଯାଉଥିଲେ, ସେତେ ଦେଖାଯାଉଛି କି ରାସ୍ତା ସାଇଡ଼ରେ ଗୋଟେ ଜଳାଶୟରେ ଦେବକନ୍ୟାମାନେ ଆସି ଜଳକ୍ରୀଡ଼ା କରୁଛନ୍ତି। ସେମାନେ ନିଜ ନିଜ ବସ୍ତ୍ର ସବ କୂଳରେ ରଖିଦେଇ ସେମାନେ ସେହି ବିବସ୍ତ୍ର ଅବସ୍ଥାରେ ଜଳକ୍ରୀଡ଼ା କରୁଥିଲେ। ଆଉ ସୁଖଦେବ ଗୋସ୍ୱାମୀ ଏ 12 ବର୍ଷ କିଶୋର ନଗ୍ନ ଅବସ୍ଥା ସେହି ରାସ୍ତା ଦେଇ ଯାଉଥିଲେ। କିନ୍ତୁ ସେହି ଦେବକନ୍ୟାମାନେ ସୁଖଦେବ ଗୋସ୍ୱାମୀଙ୍କୁ ଦେଇ କୌଣସି ଲଜ୍ଜା ଅନୁଭବ କଲେ ନାହିଁ, ଦେହ ବସ୍ତ୍ର ଦ୍ୱାରା ଆବୃତ କଲେ ନାହିଁ। ସୁଖଦେବ ଗୋସ୍ୱାମୀ ଚାଲିଗଲେ। ତାପରେ ପରେ ତାଙ୍କର ପିତା ଆସିଛନ୍ତି, ବ୍ୟାସଦେବ ହା ପୁତ୍ର କରି ବ୍ୟାସଦେବଙ୍କୁ ଦେଖି ଦେବକନ୍ୟାମାନେ ସମସ୍ତେ ଜଳରୁ ଉପରକୁ ଆସି ନିଜ ନିଜ ବସ୍ତ୍ର ପରିଧାନ କରିଥିଲେ। ବ୍ୟାସଦେବ ଏ ଦୃଶ୍ୟ ଦେଖି ସେମାନଙ୍କୁ ପଚାରିଲେ, ମୋର ପୁତ୍ର ସୁଖଦେବ 12 ବର୍ଷ ବୟସ୍କ କିଶୋର, ଆଉ ସେ ଯେତେବେଳେ ନଗ୍ନ ଅବସ୍ଥାରେ ଯାଉଥିଲା, ତୁମେମାନେ ତାହାକୁ ଦେଖି ଲଜ୍ଜା ଅନୁଭବ କରି ଦେହ ବସ୍ତ୍ର ଆବୃତ କଲ ନାହିଁ। ଆଉ ତୁମେ ସମସ୍ତେ ମୋର ନାତୁଣୀ ସଦୃଶ, ଆଉ ମୋତେ ଦେଖି ଏହିପରି ବସ୍ତ୍ର ଦ୍ୱାରା ଦେହ କାହିଁକି ଆବୃତ କରୁଛ? ବ୍ୟାସଦେବ ଏ ପ୍ରଶ୍ନ ଉଠାଇଲେ। ତ ସେତେବେଳେ ଦେବକନ୍ୟାମାନେ କହିଲେ, ଆପଣଙ୍କର ପୁତ୍ର ସର୍ବଦା ବ୍ରହ୍ମଚିନ୍ତନରେ ନିମଗ୍ନ ଅଛନ୍ତି। କିଏ ସ୍ତ୍ରୀ କିଏ ପୁରୁଷ ଏ ଭେଦଜ୍ଞାନ ତାଙ୍କର ମଧ୍ୟରୁ ନାହିଁ। କିନ୍ତୁ ଆପଣ ଜଣେ ଗୃହସ୍ଥ, ଆପଣ ମଧ୍ୟରେ ସ୍ତ୍ରୀ ପୁତ୍ର ଭେଦ ଜ୍ଞାନ ରହିଛି। ତେଣୁ ଆମେମାନେ ଯେହେତୁ ସ୍ତ୍ରୀ ଲୋକ, ତେଣୁ ଆପଣ ଯେହେତୁ ପୁରୁଷ, ତେଣୁ ଲଜ୍ଜା ନିବାରଣ ପାଇଁ ଏ ବସ୍ତ୍ର ଦ୍ୱାରା ଦେହ ଆବୃତ କରୁଛି। କେଉଁ ପ୍ରସଙ୍ଗ କଥା କୁହାଯାଉଥିଲା?
ব্রহ্মভূত প্রসন্নাত্মা নো শোচতি নো কাঙ্ক্ষতি সম সর্বেষু ভূতেষু মদভক্তি লভতে পরাম, সমস্ত জীবমানকের প্রতি সমভাবাপন্ন, এই স্থিতিকে কুହାଯାଉଛି। কথা বুঝিপারলে? ইকুয়াল আইসাইটটা বুঝিপারলে কেমিতি? সমদৃষ্টি ମାନେ ସେ ଦେହ ଦେଖୁ ନାହିଁ, ସେ ଦେଖୁଛି କ'ଣ? ଆତ୍ମା। ତା ଆତ୍ମା ତ ସେ ସ୍ତ୍ରୀ କ'ଣ ପୁରୁଷ କ'ଣ? ହଁ, ତେଣୁ ତାଙ୍କ ଦେଖି ଦେବକନ୍ୟା ମାନେ କୌଣସି ଲଜ୍ଜା ଅନୁଭବ କଲେନି। ଏଇ ସ୍ଥିତିକୁ କୁହାଯାଏ ବ୍ରହ୍ମଭୂତ ସ୍ଥିତି। ସୁଖଦେବ ଗୋସ୍ୱାମୀ, ଆଉ ସୁଖଦେବ ଗୋସ୍ୱାମୀ ସେ ବ୍ରହ୍ମଭୂତ ସ୍ଥିତିରେ ଅବସ୍ଥାନ କରିବା ଯୋଗୁଁ ସେଇ ଶେଷରେ କୃଷ୍ଣଙ୍କର ପ୍ରତି ଅହୈତୁକ ଭକ୍ତି ପ୍ରାପ୍ତ ହୋଇପାରିଥିଲେ। ଯେତେବେଳେ ଭାଗବତମେ ଗୋଟେ ଶ୍ଲୋକ ସେ ଶ୍ରବଣ କରିଥିଲେ। କେଉଁ ଶ୍ଲୋକ? ଓହୋ ବୋକି ଜଂ ସ୍ତନ କାଳକୂଟଂ ଜିଗଂ ଶେପ ଦପ ସାଦି ଲେବେ ଗୋତିଂ ଧାତ୍ରଂ ଚିତଂ ଅନ୍ନଂ କଂ ବା ଦୟାଲୁଂ ଶରଣଂ ବ୍ରଜଂ। ଅର୍ଥାତ୍ ସୁଖଦେବ ଗୋସ୍ୱାମୀ ଯେତେବେଳେ ବନ ଭିତରକୁ ପଶିଗଲେ, ବ୍ୟାସଦେବ ଆସି ସେ ବନରେ କାଠୁରିଆ ମାନେ ଯେ କାଠ କାଟିଥିଲେ, ବୁଝିପାରୁଛନ୍ତି? କାଠ କାଟିଥିଲେ କଠୁରିଆ ମାନେ, ସେମାନଙ୍କୁ ଉପଦେଶ ଦେଉଛନ୍ତି ଯେ ମୁଁ ତୁମମାନଙ୍କୁ ଦୁଇଟି ଶ୍ଲୋକ ଶିଖାଇବି। ତୁମେମାନେ ଯେତେ ବନରେ କାଠ କଟିଥିବ ସେତେବେଳେ ଏଇ ଦୁଇଟି ଶ୍ଲୋକ ସବୁବେଳେ ମୁଖରେ ଉଚ୍ଚାରଣ କରିଥିବ। ତ ବ୍ୟାସଦେବ କ'ଣ କଲେ? ସେମାନଙ୍କୁ ଶିଷ୍ୟ ବନାଇ ନେଲେ, ଆଉ ଭାଗବତ ଦୁଇଟି ପ୍ରସିଦ୍ଧ ଶ୍ଲୋକ ଶିକ୍ଷା ଦେଲେ ସବୁବେଳେ ମୁଖରେ ଉଚ୍ଚାରଣ କରିବା ପାଇଁ। ଉଦ୍ଦେଶ୍ୟ କ'ଣ? କୌଣସି କାରଣବଶତଃ ଯେତେବେଳେ ସୁଖଦେବ ବନ ରାସ୍ତା ଦେଇ ବିଚରଣ କରିଥିବେ, ଏଇ ଶ୍ଲୋକ ଯଦି ତାଙ୍କର କାନରେ ବଜିବ, ଏଇ ଶ୍ଲୋକ ତାକୁ ଆକର୍ଷଣ କରି ମୋ ପାଖରେ ଆଣି ଉପସ୍ଥିତ କରାଇବ। କଥା ବୁଝିପାରିଲେ? ତା ପ୍ରଥମ ଶ୍ଲୋକ ହେଉଛି ଓହୋ ବୋକି ଜଂ ସ୍ତନ କାଳକୂଟଂ ଜିଗଂ ଶେପ ଦପ ସାଦି ଲେବେ ଗୋତିଂ ଧାତ୍ରଂ ଚିତଂ ଅନ୍ନଂ କଂ ବା ଦୟାଲୁଂ ଶରଣଂ ବ୍ରଜଂ। ଏ ପ୍ରଥମ ଶ୍ଲୋକ ଅର୍ଥାତ୍ କୃଷ୍ଣଙ୍କର କରୁଣା କଥା ବ୍ୟକ୍ତ କରାଯାଉଛି, କେତେ ଦୟାଳୁ। ଆଉ ଦ୍ୱିତୀୟ ଶ୍ଲୋକ ବାରା ପୀଡ଼ଂ ନଟବରୂପୁ କର୍ଣ୍ଣ କର୍ଣ୍ଣିକାରଂ ବିଭ୍ରାତ ବାସ କନକ କପିସଂ ବୈଜନ୍ତିଂ ଚ ମାଲମ୍। ଏ କୃଷ୍ଣଙ୍କ ମାଧୁର୍ଯ୍ୟମୟ ରୂପରେ କଥା ବ୍ୟକ୍ତ କରାଯାଉଛି। ଦୁଇଟି ଶ୍ଲୋକ ଅତି ପ୍ରସିଦ୍ଧ ଶ୍ଲୋକ। ତ କାଠୁରିଆ ମାନେ ସେଇ ବ୍ୟାସଦେବଙ୍କ ନିର୍ଦ୍ଦେଶ ଅନୁସାରେ ସବୁବେଳେ ଏଇ ଶ୍ଲୋକ ଆବୃତ୍ତି କରୁଥିଲେ ଆଉ କାଠ କାଟିଥିଲେ। ଆଉ ଦିନେ କ'ଣ ହେଉଛି, ସୁଖଦେବ ସେ ବନ ରାସ୍ତା ଦେଇ ସେ ଯାଉଥିଲେ। କାଠୁରିଆଙ୍କ ମୁଖରେ ଯେତେବେଳେ ପ୍ରଥମ ଶ୍ଲୋକ ଉଚ୍ଚାରିତ ହେଉଥିଲା, ସେଇ ଶ୍ଲୋକଟା ଯେତେବେଳେ ତାଙ୍କ କାନରେ ବାଜିଲା, ସେ ସ୍ତମ୍ଭୀଭୂତ ହୋଇଗଲା। ହଁ, ପରମ ବ୍ରହ୍ମ ଏତେ କରୁଣାମୟ। ଜଣେ ଅସତୀ ନାରୀ ବକାସୁରର ଭଉଣୀ କିଏ? ପୂତନା। ସ୍ତନରେ କାଳକୂଟ ବିଷ ମିଶାଇ ଆସିଥିଲା ଏ ପରମ ବ୍ରହ୍ମ ଶିଶୁକୃଷ୍ଣକୁ ବଧ କରିବା ପାଇଁ। ଆଉ ଶିଶୁକୃଷ୍ଣ କ'ଣ କଲେ? ସେତେବେଳେ କୃଷ୍ଣଙ୍କର ବୟସ ମାତ୍ର 6 ଦିନ। ଶିଶୁକୃଷ୍ଣ କ'ଣ କଲେ ନା ପୂତନାଙ୍କର ପ୍ରାଣ ବାୟୁ ସହିତ ତାଙ୍କ ସ୍ତନ ଦୁଗ୍ଧ ଚୁମୁକ୍ ଦେଲେ। ଯାହାଫଳରେ ପୂତନା ଏତେ ଉତ୍ପୀଡ଼ିତ ହୋଇଗଲେ, ସେତେବେଳେ କହୁଛନ୍ତି ଛାଡ଼ିଦିଅ ଛାଡ଼ିଦିଅ ଛାଡ଼ିଦିଅ। ଆଉ ପରମ ବ୍ରହ୍ମ କୃଷ୍ଣ ଯାହାକୁ ଥରେ ଧରିବ ମୁକ୍ତି ନ ଦେବା ପର୍ଯ୍ୟନ୍ତ ଛାଡ଼ିବ ନାହିଁ, ନା କ'ଣ? ତ ସେ ମାନେ ପ୍ରାଣ ବାୟୁ ସହିତ ତାଙ୍କ ଦୁଗ୍ଧ ଯେତେବେଳେ ପାନ କରିନେଲେ, ପୂତନା ଅସଲ ସ୍ୱରୂପ ପ୍ରକଟ ହୋଇଗଲା, ନା କ'ଣ? 18 କିଲୋମିଟର ମାନେ ଉଚ୍ଚତା ବିଶିଷ୍ଟ ଏଇପରି ଏକ ବିଶାଳ ଆକାର ଶରୀର ତାକୁ ବଧ କଲେ ଭଗବାନ କୃଷ୍ଣ। ତାକୁ ବଧ କରି ଭଗବାନ କୃଷ୍ଣ ତାଙ୍କ ଧାତ୍ରୀମାତା ପଦ ଦେଇ ନିଜ ଧାମକୁ ପ୍ରେରଣ କଲେ। ତାହେଲେ ଏଇପରି କରୁଣାମୟ ବ୍ୟକ୍ତି ଜଗତର କିଏ ହୋଇପାରେ? ତ ସୁଖଦେବ ଗୋସ୍ୱାମୀ ଏଇ କଥା ଚିନ୍ତା କଲେ। ସେ ସେତେବେଳେ ବ୍ରହ୍ମଚିନ୍ତନ ଛାଡ଼ି ଦେଇ ସେ କୃଷ୍ଣଙ୍କର ଭକ୍ତ ହେବା ପାଇଁ ସେ ସେତେବେଳେ ଆସିଲେ କାଠୁରିଆମାନଙ୍କ ପାଖକୁ। ଆଜି କହୁଛନ୍ତି ତୁମେମାନେ ଏ ଶ୍ଲୋକ କାହା ପାଖରେ ଶିକ୍ଷା ଲାଭ କରିଛ? ତ ସେମାନେ କହୁଛନ୍ତି ଆମମାନଙ୍କ ଗୁରୁ ହେଉଛନ୍ତି ବ୍ୟାସଦେବ। ସେତେବେଳେ ସେ ଆସିଲେ ବ୍ୟାସଦେବଙ୍କ ପାଖକୁ। ବ୍ୟାସଦେବ ତାଙ୍କ ନେବା ପାଇଁ ପଛରେ ପଛରେ ଧାଉଥିଲେ, କିନ୍ତୁ କୌଣସି ଉତ୍ତର ଦେଉନଥିଲେ। ଆଜି ଏଇ ଶ୍ଲୋକ ଯେତେବେଳେ ତାଙ୍କର କାନରେ ଯେତେବେଳେ ବଜିଲା, ସେଇ ଶ୍ଲୋକ ତାକୁ ଆକର୍ଷଣ କରି ବ୍ୟାସଦେବଙ୍କ ପାଖରେ ଆଣି ଉପସ୍ଥିତ କରାଇଦେଲେ। ଆଉ ହାତ ଯୋଡ଼ିକିରି କହୁଛନ୍ତି ଆପଣ କୃପା କରି ଏଇ ଭାଗବତ ଶିକ୍ଷା ମୋତେ ପ୍ରଦାନ କରନ୍ତୁ। ସେଥିପାଇଁ ବ୍ୟାସଦେବ କୃପା କରି ଭାଗବତ ଶିକ୍ଷା କାହାକୁ ଦେଇଥିଲେ? ଏଇ ସୁଖଦେବ ଗୋସ୍ୱାମୀକୁ। ଆଉ ସୁଖଦେବ ଏହିପରି ଭାଗବତ ପ୍ରାପ୍ତ ହୋଇ
ଚଳନ୍ତି ଭାଗବତ ରୂପରେ ବିଚରଣ କରିଥିଲେ ସର୍ବତ୍ର। ଆଉ ଇଆଡ଼େ ପରୀକ୍ଷିତ ମହାରାଜ ଯେତେବେଳେ ଶୃଙ୍ଗି ମୁନିଙ୍କ ଦ୍ୱାରା ଅଭିଶାପ ପ୍ରାପ୍ତ ହେଲେ 7 ଦିନରେ ତକ୍ଷକ ଦଂଶନରେ ମୃତ୍ୟୁ ହେବ, ସେ ରାଜ ଐଶ୍ୱର୍ଯ୍ୟ ସବୁ ମଲବତ ପରିତ୍ୟାଗ କରି ଗଙ୍ଗା କୂଳରେ ଆସି ଉପସ୍ଥିତ ହୋଇଗଲେ 7 ଦିନ ପାଇଁ ପ୍ରସ୍ତୁତ ନେବା ପାଇଁ। ଆଉ ସୁଖଦେବ ଗୋସ୍ୱାମୀ ଏହିପରି ଭ୍ରମଣ କରୁ କରୁ ଯେତେ ତାଙ୍କ 16 ବର୍ଷ ବୟସ ହେଇଛି ସେ ସେଟାକୁ ଆସି ଉପସ୍ଥିତ ହେଲେ, ତାକୁ ଗୁରୁ ରୂପରେ ବରଣ କଲେ, ତାଙ୍କୁ ବ୍ୟାସାସନରେ ବସାଇଲେ। ଆଉ ପରୀକ୍ଷିତ ମହାରାଜ ହାତ ଯୋଡ଼ିକି କହୁଛନ୍ତି, ମୋର ମାତ୍ର 7 ଦିନ ଆୟୁଷ, 7 ଦିନ ଆୟୁଷ ମଧ୍ୟରେ ମୁଁ କେମିତି ସର୍ବୋତ୍ତମ ସିଦ୍ଧି ପ୍ରାପ୍ତ ହୋଇପାରିବ। ସେତେ ସୁଖଦେବ ଗୋସ୍ୱାମୀ କହିଲେ, ଡୋଣ୍ଟ ୱରି, ମୁଁ ତୁମକୁ ମାନେ ଭଗବତ ଧାମକୁ ପ୍ରେରଣ କରାଇବି, তুমি ମୋ ମୁଖରୁ ଭଗବାନଙ୍କ କଥା ଶ୍ରବଣ କର। ପୁଣି ସେ ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଲେ, ତୁମର ତ 7 ଦିନ କାଳ ସମୟ ରହିଛି, ବହୁତ ସମୟ ରହିଛି। ଦେଖନ୍ତୁ ଇଏ ଭାବୁଛନ୍ତି 7 ଦିନ ମାତ୍ର ସମୟ, ଆଉ ସୁଖଦେବ ଗୋସ୍ୱାମୀ 7 ଦିନ ସମୟ ବହୁତ ସମୟ ରହିଛି। ଖଟାଙ୍ଗ ମହାରାଜ ତାଙ୍କର ମୁହୂର୍ତ୍ତ କାଳ ସମୟ ଥିଲା, ସେ ମୁହୂର୍ତ୍ତ କାଳରେ ଭଗବାନଙ୍କର ଚରଣ ସମ୍ପୂର୍ଣ୍ଣ ଶରଣାଗତ ହେବା ଯୋଗୁଁ ସେ ଭଗବତ ଭକ୍ତି କରି ଭଗବତ ଧାମକୁ ଚାଲି ଯାଇଛନ୍ତି। ତୁମର ତ 7 ଦିନ ସମୟ ରହିଛି, ତୁମେ କେବଳ ମୋ ମୁଖରୁ ଭଗବାନଙ୍କ କଥା ଶ୍ରବଣ କର। ତ ଏଇ ଭଗବାନଙ୍କ କଥା କେତେ ବୀର୍ଯ୍ୟବତୀ କଥା, କେତେ ପାୱାରଫୁଲ୍ କଥା। ଏ କଥା ଯଦି ଆମେ ଭକ୍ତ ସଙ୍ଗ କରି ଭକ୍ତଙ୍କ ମୁଖରୁ ଶ୍ରବଣ କରିବୁ, ତାହେଲେ ଆମର ଯେତେ ସବୁ କଲ୍ମଷ ଜାଲିପୁରି ସବୁ ଭସ୍ମୀଭୂତ ହେଇଯିବ, ହୃଦୟ ନିର୍ମଳ ହେଇଯିବ। ନିର୍ମଳ ହୃଦୟରେ କୃଷ୍ଣଙ୍କ ସ୍ଫୂର୍ତ୍ତି ଘଟିବ ନା କ'ଣ? ତ ସେଇ କୃଷ୍ଣଙ୍କର ଉପଲବ୍ଧି, କୃଷ୍ଣଙ୍କ ମାନେ ସ୍ଫୂର୍ତ୍ତି ପାଇଁ ଇଏ ହେଉଛି ସର୍ବୋତ୍ତମ ଉପଦେଶ ଶ୍ରୀମଦ୍ ଭଗବତ ଗୀତା ଆଉ ଶ୍ରୀମଦ୍ ଭାଗବତ। এই 2ଟି ଗ୍ରନ୍ଥ, ପୁଣି 2ଟି ଗ୍ରନ୍ଥ ମଧ୍ୟରେ ପୁଣି କମ୍ପେୟାର କରି କୁହାଯାଉଛି, ଯଦି ଭାଗବତ ପଢ଼ିବା ସମାଜ ନଥିବ, ବହୁତ ବିଶାଳ ଗ୍ରନ୍ଥ ନା କ'ଣ, 12 ସ୍କନ୍ଧ 18,000 ଶ୍ଲୋକ, ତ ସେ ଛାଡ଼ି ଦିଅନ୍ତୁ, କେବଳ 700 ଶ୍ଲୋକ ସମ୍ବନ୍ଧିତ ଏ ଭଗବତ ଗୀତାକୁ ଯଦି ଆଶ୍ରୟ କରିବେ, এই ଜ୍ଞାନ ରୂପୀ ନୌକାରେ ଆରୋହଣ କରି ବ୍ୟକ୍ତି ଭବସାଗର ଉଦ୍ଧାର ହୋଇ ଭଗବତ ଧାମକୁ ଚାଲିଯିବ। ଆଉ ତା ବର୍ତ୍ତମାନ ଘଟୁଛି ଆମର ଇସ୍କନ ତରଫରୁ। ପ୍ରଭୁପାଦଙ୍କ ଏ ଗୀତା ସମଗ୍ର ଦୁନିଆରେ ଯେତେ ପ୍ରଚାର ପ୍ରସାର ଚାଲିଛି, ଏଇ ଗୀତା ପଢ଼ିକରି ହଜାର ହଜାର ଲୋକ ସମସ୍ତେ ପଥରେ ସନ୍ଧାନ ପାଉଛନ୍ତି, କୃଷ୍ଣଙ୍କର ଭକ୍ତ ହେଉଛନ୍ତି। ଏହିପରି ସେମାନେ ଭକ୍ତି ଯାଜନ କରୁଛନ୍ତି। ତାର ମାନେ ଏମାନେ ସମସ୍ତେ, ଏମାନଙ୍କର ଗତି କେଆଡ଼େ ହେବ, କେଉଁଆଡ଼େ ହେବ? ଭଗବତ ଧାମ। ଏମାନେ ଏହିପରି ଭଗବତ ଭକ୍ତି କରି ସମସ୍ତେ ଭବସାଗର ଉତ୍ତୀର୍ଣ୍ଣ ହୋଇ ଭଗବତ ଧାମକୁ ଫେରେଇଯିବେ। ତେଣୁ ଇସ୍କନ ତରଫ ଏଇ ମ୍ୟାରାଥନ୍ ଚାଲିଛି। ଆମେ ଯେନେ ତେନେ ଉପାୟରେ କାହାର ହାତରେ ଯଦି ଗୀତା ଉଠେଇଦେବେ, ସେ ଯଦି ଗୀତା ପଢ଼େ, ତାଙ୍କର ଯଦି ସମୟ ନଥିବେ, ତାଙ୍କ ରିଲେଟିଭ୍ ଯଦି କେହି ପଢ଼ିବେ, ସେ ସେତେବେଳେ এই পথের সন্ধান পাই ইস্কনের ভক্ত হবে। এইপরি কৃষ্ণঙ্কর ভক্ত হবে। কৃষ্ণকে ভক্তি করে সে জীবনের পরম সিদ্ধি প্রাপ্ত হয়ে ভগবত ধামକୁ ফেরিଯିବେ। ଜଣେ ଇସ୍କନ ଭକ୍ତମାନଙ୍କ ପାଖରେ ଗୀତା କେନି ପାରନ୍ତି, ନେଇପାରନ୍ତି, ହତେ ସେ ପଢ଼ନ୍ତି ନାହିଁ, ସେ ଗୀତା ନେ ତାଙ୍କ ଘରେ ରଖିଦେଲେ ନା କ'ଣ? ଯେମିତି ମୁଁ ଏହା ପୂର୍ବରୁ କ'ଣ କହୁଥିଲି ଯେ ଋଷିଆରେ ଯେ ପ୍ରଧାନ ବିଚାରପତି, ସେ ଗୀତା ନେ ରଖିଦେଲେ, ଇସ୍କନ ଭକ୍ତମାନଙ୍କ ହାତରେ ଛଡ଼ାଇ ନେଇ ନିଜ ଘରେ ରଖିଦେଇଥିଲେ। ସେ ପଢ଼ୁନଥିଲେ, କିନ୍ତୁ ତାଙ୍କର ପୁଅ ଯେତେବେଳେ ପଢ଼ିଲେ, ସେ ସେତେବେଳେ ଜୀବନ ଉଦ୍ଦେଶ୍ୟ ବୁଝିପାରି ଇସ୍କନ ଭକ୍ତ ହେବା ପାଇଁ ଚାଲି ଆସିଲେ, ଇସ୍କନ ଜଏନ୍ କରିଦେଲେ ନା କ'ଣ? ଏହା ହେଉଛି ଗୀତାର ମହିମା, ପ୍ରଭୁପାଦ ଗୀତାର ମହାତ୍ମା। ପ୍ରଭୁପାଦ ଗୀତା ଯିଏ ପଢ଼ିବେ, ସେ ସେତେବେଳେ କୃଷ୍ଣଙ୍କର ଭକ୍ତ ହେଇଯିବେ। ତେଣୁ ଆମର ଗୀତା ପ୍ରଚାର ରୂପେ ଏତେ ଗୁରୁତ୍ୱ ଦିଆଯାଉଛି। କାହିଁକି? ଭଗବାନ କୃଷ୍ଣ ଇଏ ଅର୍ଜୁନକୁ ଲକ୍ଷ୍ୟ କରି ଦିବ୍ୟ ଜ୍ଞାନ ଉପଦେଶ ଦେଇଛନ୍ତି ଜଗତବାସୀମାନଙ୍କ ପାଇଁ। এই রূপে জ্ঞান রূপী নৌকার আরোহণ করে ভবসাগর উত্তীর্ণ হয়ে ভগবত ধামকে চালিয়ে আমার তো সময় হয়ে যাচ্ছে। তো কেতেক শ্লোক আমি পড়ি শেষ করে দেব, তা কাল আসন্ত দিন শেষ দিন আর গোটে শ্লোক পড়া। ভগবান কৌଛନ୍ତି, শুধু কেবল শ্লোক পড়িদেবে, টিকে টিকে ব্যাখ্যা করবে। ইতিতে জ্ঞানম আখ্যাতং গুয়াদ গোতরং মায়া বিমৃশ্যৈত অশেষেন যথা ইচ্ছসি তথা কুরু। এইপরি গুয়তর জ্ঞান দেলে, তার গুয় জ্ঞান সমস্ত বুঝিপারলে। গুয় জ্ঞান কোন কুহগলা? ব্রহ্মজ্ঞান, ব্রহ্ম সম্বন্ধীয় জ্ঞান।
যে কথা ব্যাখ্যা করা হলো গুহতর জ্ঞান কেন পরমাত্মা সম্বন্ধীয় জ্ঞান হ্যাঁ তো ভগবান গুহতর কনফিডেন্সিয়াল ট্রুথ মোর কনফিডেন্সিয়াল ট্রুথ ଦେଇକିରି ବର୍ତ୍ତମାନ କହୁଛନ୍ତି କ'ଣ ଗୁହତମ ଜ୍ଞାନ ଦେବେ ତେଣୁ ସେ କହୁଛନ୍ତି କ'ଣ এই দুইটি দে ভগবান কৃষ্ণ কହୁଛନ୍ତି ତୁମର ଯାହା ଇଚ୍ଛା ତୁମେ ତାହା କର ତା ମାନେ କି ତୁମକୁ ବ୍ରହ୍ମତତ୍ତ୍ୱ ଜ୍ଞାନ ପ୍ରଦାନ କଲି ଆଉ ପରମାତ୍ମା ତତ୍ତ୍ୱ ଜ୍ଞାନ ପ୍ରଦାନ କଲି ତୁମର ଉପରେ ନିର୍ଭର କରୁଛେ ତୁମେ କ'ଣ କରିବ ନା କରିବ ତ ସେତେବେଳେ ଭଗବାନ କୃଷ୍ଣ ପୁଣି ଗୁହତମ ଜ୍ଞାନ ଦେଇଛନ୍ତି ସର୍ବଗୁହତମ ଭୂୟ ଶ୍ରୀଣୁ ମେ ପରମଂ ବଚ ଇଷ୍ଟ ଓସି ମେ ଦୃଢ଼ ମିତି ତତ ବକ୍ଷାମି ତେ ହିତମ୍ ଯେହେତୁ ଅର୍ଜୁନ ଥିଲେ କୃଷ୍ଣଙ୍କ ସବୁଠାରୁ ପ୍ରିୟ ତେଣୁ ତାଙ୍କ ପ୍ରତି କୃପା କରି ଏ ଗୁହତମ ଜ୍ଞାନ ଦେଉଛନ୍ତି ମୋଷ୍ଟ କନଫିଡେନ୍ସିଆଲ୍ ଟ୍ରୁଥ୍ ଯେଟା ହଁ ସେଇ ଦେଉଛନ୍ତି କ'ଣ ଦେଉଛନ୍ତି କ'ଣ ଦେଲେ ସେ ତା ପରବର୍ତ୍ତୀ ଦୁଇଟି ଶ୍ଲୋକ ଗୀତାରେ ରହିଛି ମନ୍ମନ ଭବ ମଦ ଭକ୍ତ ମଜ୍ଜାଜି ମାଙ୍ଗ ନମସ୍କର ତା ପରବର୍ତ୍ତୀ ଶ୍ଲୋକ ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଇଏ ସର୍ବଗୁହତମ ଜ୍ଞାନ ମୋଷ୍ଟ କନଫିଡେନ୍ସିଆଲ୍ ନଲେଜ ବା ମୋଷ୍ଟ କନଫିଡେନ୍ସିଆଲ୍ ଟ୍ରୁଥ୍ ହଁ ତେଇ ଜ୍ଞାନ ଦେଲେ ଦିସ୍ ଭଗବାନ ଏବେ ବର୍ତ୍ତମାନ କ'ଣ କହୁଛି ସାବଧାନ ବାଣୀ ଶୁଣାଉଛନ୍ତି ଭଗବାନ ତାପରେ କହୁଛନ୍ତି କ'ଣ ଜ ଇଦଂ ଗୀତାର ମହିମା କଥା କହୁଛନ୍ତି ଜ ଇଦଂ ପରମ ଗୁହ୍ୟଂ ମଦ୍ ଭକ୍ତେଷୁ ଅଭିଧାସ୍ୟତି ମାନେ ଏଇ ଗୁହତମ ଜ୍ଞାନ ଯେ ଅନ୍ୟ ଭକ୍ତମାନଙ୍କୁ ପ୍ରଦାନ କରନ୍ତି ଏଇ ଉପଦେଶ ଭକ୍ତିମୟୀ ପରାଂ କୃତ୍ତା ମାମେ ବୈଶ୍ୟତି ଅସଂଶୟ ତାମାନେ ସେ ନିଃସନ୍ଦେହ ଏହିପରି ଭକ୍ତି କରି ମୋ ପାଖକୁ ଆସିପାରିବ ତାହେଲେ ଭଗବାନ ପାଖକୁ ଯିବାକୁ ଏକମାତ୍ର ଉପାୟ ହେଉଛି କ'ଣ ଭଗବାନଙ୍କ ଚରଣ ଆତ୍ମସମର୍ପଣ କରି ଭଗବାନଙ୍କୁ ଯେତେବେଳେ ଭଜନ କରିବୁ ସେତେବେଳେ ଆମେ ଭବସାଗର ଉତ୍ତୀର୍ଣ୍ଣ ହୋଇ ଭଗବାନ ପାଖକୁ ପହଞ୍ଚି ଯାଇପାରିବୁ ତେଣୁ ସେଇ ଜ୍ଞାନ ରୂପୀ ଇଏ ଭଗବତ ଗୀତା ତାପରେ ସେ କହୁଛନ୍ତି କ'ଣ न च तस्मात् मनुष्येषु कश्चित् मे प्रियकृतम भविता न च मे तस्मात् अन्न प्रियतर भुवि ये 18 अध्याय 69 श्लोकर कथा कहुच्छी एठारे अनुवाद कहुच्छी कौन अनुवाद पढ़ी दूँ से शुणे जे ये पृथ्वी रे ता अपेक्षा अधिक प्रिय सेवक मोर आउ केही नाहांती किंबा आउ केही हेबे नाही के जे गीता बाणी दिव्य उपदेश जे प्रचार करछंती तार माने ए गीता मैराथन जे चली दिव्य ज्ञान संबंधित भगवत गीता जे डिस्ट्रीब्यूशन करछंती हाँ ता भली प्रिय कृष्ण का कई हो पार ना से कथा कृष्ण निजे मुखे यही कथा अर्जुन के सामने उपस्थापन कला हाँ कथा बुझिपारे तो यही कथा गीता प्रचार एत महात्मा रही माने गीता जदि यहीपरि भाव आम डिस्ट्रीब्यूशन करूँ ताहले से कृष्ण अति प्रिय हो प्रिय आउ के हो पार नहीं तेणु प्रभुपाद यही गीता ज्ञान समग्र जगत प्रचार प्रसार कर प्रभुपाद निजे बांटुले तेणु प्रभुपाद कृष्ण को अति प्रिय ना कौन हाँ प्रभुपाद जी प्रचार कर न था आम ये मार्ग को आसीपारी था प्रभुपाद प्रचार जो तो आम ये लाइन को आसीचु ना कौन बर्तमान प्रभुपाद शारीरिक दिग अनुपस्थित ना कौन तर अनुपस्थित निर्देश अनुसार आम मान कौन कर्तव्य से गीता डिस्ट्रीब्यूशन करवा तो यहीपरि आम जब करूँ तो आम कृष्ण अति प्रिय हो पार तो ये पर्यटन रखा जा समय हो जाए जय श्रीमद् भगवद गीता महात्मा की जय जगत गुरु श्री प्रभुपाद की जय श्री श्री गौर निताई की जय श्री श्री राधा राधाकांत जीव की जय लक्ष्मी नृसिंहदेव की जय समवेद भक्त वृंद की निताई गौर प्रेमानंदे हरे हरे कृष्ण जय श्री प्रभुपाद।